We'll start, okay? So let us start modern Indian history. So in modern Indian history, am I audible to everyone? Sir. Okay. So in modern Indian history, we started from Europe, the coming of Europeans to India. Then we covered Karnataka War 1, Karnataka War 2, Karnataka War 3, and also we covered Battle of Plassey. Okay. So today we will cover Battle of Boxer. अच्छा मत कुह बैटल ऑफ पलासी अच्छा ट्रिटी ऑफ अलीनगर क्या भीतर होता ट्रिटी ऑफ अलीनगर ट्रिटी ऑफ अलीनगर क्या भीतर होता Siraj Uddin सिराजुद्दीन Bulla and ब्रिटिश सिराजुद्दौला हो कैसे ब्रिटिश रॉबर्ट Robert क्लाइव Clive. हाँ ब्रिटिश रॉबर्ट क्लाइव ब्रिटिश तरफ किए रॉबर्ट क्लाइव अच्छा हुआज मिर्जाफर हुआज कमांडर मिर्जाफर चीफ हुआज मिर्जाफर Chief, Chief Commander of Sirajuddin. सिराजुद्दौला चीफ कमांडर था जे कि ताऊ कौन कला विश्वासघातकता कला घातकता कला तो कौन है ना एक्चुअली मिर्जाफर became the side of Robert Clive. So he was the traitor in the war of Plassey. So आंकर 10,000 सैन्य थे तांकर मात्र 3,000 सैन्य फिर भी मैंने हारी गले बिकज सिराज से यही सब छोटे छोटे रीजन जो इंग्लिश लोक मैंने पावरफुल हो गले तेणु मिर्जाफर तो भकुलटा से वन से आसीगला माने नवाब बनीगला अब ब्रिटिश थोड़ी ताको मानिबे तेणु तांकर सब डिमांड रहिला हमके या दबो से या दबो दुनिया प्रकार सब डिमांड रहिला तेणु कौन हला देखिबा माने हेडिंग द बैटल ऑफ बक्सर 1764 बैटल ऑफ बक्सर बैटल ऑफ बक्सर बैटल ऑफ बक्सर बैटल ऑफ बक्सर बैटल ऑफ कौन करे बैटल ऑफ बक्सर है ना सो बर्तमान हम कौन पढ़ते मिर्जाफर वाज द आफ्टर पलासी वार बैटल ऑफ पलासी मिर्जाफर वाज द नवाब मिर्जाफर Mirjafar was made the Nawab of Bengal. Was made the Nawab of Bengal. Bengal in 1857. 1857. ବର୍ତ୍ତମାନ ଏ ଯେ କାହାଣୀ ଥିଲା ହେଲା ତ କଣ ହେଲା ତ ମିର୍ଜାଫର ନା ବନିଗଲା ଆରେ ମିର୍ଜାଫର ନା ବନିଗଲା କିନ୍ତୁ ବ୍ରିଟିଶ ମାନଙ୍କର ଦେଖ ବ୍ରିଟିଶ ମାନେ ସିରାଜଉଦ୍ଦୌଲାକୁ ଇଏ ଜାଣି ମାନେ ସିରାଜଉଦ୍ଦୌଲାକୁ କଣ ହଟେଇଥିଲେ ଇଏ ପୁଣି ହଁ କଣ ହେଲା ରାଜକୁମାର 1700. ହଁ 1700 na. ଓହୋ ସରି 1757 1757 1757 ନା ପଲାସିବା 1757 ନା ଆଚ୍ଛା ତ ଯେତେବେଳେ ଇଏ ତ କମାଣ୍ଡର ଇନ୍ ଚିଫ୍ ଥିଲା ସିରାଜଉଦ୍ଦୌଲାର କିନ୍ତୁ ଯେତେବେଳେ ଇଏ ବ୍ରିଟିଶ ସାଇଡରେ ହେଇଗଲା ଆକୁ ଲୋଭ ଦେଖେଇଦେଲା ଆମେ ତ ନବାବ କରିଦବୁ ତ ହେଲା ପରେ ଇଏ ହାରିଗଲା କି ସିରାଜଉଦ୍ଦୌଲା ହାରିଗଲା ତାକୁ ମାରି ବି ଦେଲା ସେଠି ବ୍ୟାଟଲ ଅଫ ପଲାସରେ ତାପରେ କଣ ହେଲା ନା ଯେତେବେଳେ ଇଏ ହେଲା ନ୍ୟୁ ନବାବ ହେଲା ବ୍ରିଟିଶ ମାନେ ଥୋଡି ୟାକୁ ମାନିବେ ବୁଝୁଛ ନା ବ୍ରିଟିଶ ମାନେ ପୁରା ମାନେ ଟୋଟାଲ ମାନେ ଡିମାଣ୍ଡ ପରେ ଡିମାଣ୍ଡ ରହିଲା ତେଣୁ ଇଏ ଭାବିଲା ଯେ ୱାନ୍ସ ମୁଁ ନବାବ ହେଇଗଲେ ମୁଁ କଣ କରିବି ନା ଫ୍ରେଞ୍ଚ ମାନଙ୍କ ସହିତ ହାତ ମିଳେଇବି ତ ତାଙ୍କ ସହାୟତାରେ ଆଙ୍କୁ ବ୍ରିଟିଶ ମାନଙ୍କୁ ହଟେଇଦେବି ମୁଁ ପୁରା ଏକଛତ୍ର ଶାସନ କରିବି ଏଠି ଏଇ ଟାଇପର ବୋଧେ ମାଇଣ୍ଡରେ ରଖିଥିଲା ଇଏ ମିର୍ଜାଫର ତେଣୁ ଇଏ ଯେତେବେଳେ ୱାନ୍ସ ନବାବ ବନିଗଲା ଇଏ ଯାଇକି ଫ୍ରେଞ୍ଚ ମାନଙ୍କ ସହିତ ହାତ ମିଳେଇଲା କିଏ ସେ ଇଏ ସରି ଫ୍ରେଞ୍ଚ କହୁଛି ଡଚ୍ ମାନଙ୍କ ସହିତ ଭୁଲ କହିଲି ଡଚ୍ ମାନଙ୍କ ସହିତ ତ ଡଚ୍ ମାନଙ୍କ ସହିତ ହାତ ମିଳିଲା ପରେ ତାଙ୍କୁ କହିଲେ ଯେ ଆସ ତମେ ଆମକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଠି କେମିତି ବାହାର କରିବ ତମେ ଆମକୁ ହେଲ୍ପ କର ତ ଡଚ୍ ମାନେ ତମେ ଜାଣିଛ ଯେତେବେଳେ ହାରି ଯାଇଥିଲେ କୋଉଠି
ଆରେ ଡଚ୍ ମାନେ କୋଉଠି ହାରିଯାଇଥିଲେ? କାହାଠୁ ହାରିଥିଲେ? ହଁ, କିଙ୍ଗ ଅଫ ଟ୍ରାଭେନକୋର କିଏ ସେ? କିଙ୍ଗ ଅଫ ଟ୍ରାଭେନକୋର କିଏ ଥିଲେ ସେତେବେଳେ? ଆରେ କିଙ୍ଗ ଅଫ ଟ୍ରାଭେନକୋର କିଏ ଥିଲେ? ହଁ, ମାର୍ତ୍ତଣ୍ଡ ବର୍ମା। ମାର୍ତ୍ତଣ୍ଡ ବର୍ମା। ତ ମାର୍ତ୍ତଣ୍ଡ ବର୍ମା ହାରିଥିଲେ, ହାରିକି ସେମାନେ ଯାଇକି ଇଣ୍ଡୋନେସିଆ ଆଉ ମାଲେସିଆରେ ସେଠି ଯାଇକି ସେଟଲମେଣ୍ଟ କରିଥିଲେ, ତାଙ୍କର ଏଠୁ ପଳେଇଥିଲେ। ତେଣୁ ଇଏ ଯେତେବେଳେ ତାଙ୍କ ସହିତ ହାତ ମିଳେଇଲେ, କାହା ସହିତ? ଫ୍ରେଞ୍ଚ ମାନଙ୍କ ସହିତ, ଫ୍ରେଞ୍ଚ କହୁଛି, ଡଚ୍ ମାନଙ୍କ ସହିତ। ତ କଥା ତ ମାନେ କଣ ହେଲା, କଥା ତ କିନ୍ତୁ ରହିବନି କଣ, କଥା ତ କିନ୍ତୁ ଲୁଚିକି ରହିବନି, କଥା ଯାଇକି ପହଞ୍ଚିଲା କାହା ପାଖରେ? ବ୍ରିଟିଶ ମାନଙ୍କ ପାଖରେ, ଇଏ ଏମିତି କରୁଛି ବୋଲି। ତଥାପି ଡଚ୍ ମାନେ ସାହାଯ୍ୟ କରି ଆସିଥିଲେ ହେଲା। ଡଚ୍ ମାନଙ୍କୁ ଗୋଟେ ସୁଯୋଗ ମିଳିଲା, ତାଙ୍କୁ ସେମାନେ ଭାବୁଥିଲେ ଯାହା ହଉ ଆମକୁ ଗୋଟେ ସୁଯୋଗ ମିଳିଲା, ପୁଣି ଆମେ ଇଣ୍ଡିଆକୁ ରିଟର୍ନ କରିବା, ଏଠି ପୁଣି ଆମର କଣ, ଆମେ ଆମର ଏଷ୍ଟାବ୍ଲିଶମେଣ୍ଟ ବନେଇ ପାରିବା। ତ ଏଇ ଲୋଭରେ ସେମାନେ ବି ଆସିଲେ, କିନ୍ତୁ ତାଙ୍କର ମିର୍ଜାଫର ଆଉ ଡଚ୍ ମାନେ ଆସିକି ମାନେ କଲେ ଗୋଟେ ହେଲା ବ୍ୟାଟଲ ଅଫ ଚିନ୍ସୁରା। ଆଉ ବ୍ୟାଟଲ ଅଫ ଚିନ୍ସୁରା ହେଲା 1759 1759 କୋଲକାତା ପାଖରେ ହେଲା। କିନ୍ତୁ ବ୍ରିଟିଶ ମାନେ କଣ କଲେ, ସେମାନେ ତାଙ୍କୁ ହରେଇ ଦେଲେ, କାହାକୁ? ଡଚ୍ ସହିତ ଏଇ ମିର୍ଜାଫରକୁ ହରେଇଲେ। ତେଣୁ ଏଇଟା ଟିକେ ଲେଖ, ଏଇଟା ହେଲା ବ୍ୟାଟଲ ଅଫ ଚିନ୍ସୁରା। ବ୍ୟାଟଲ ଅଫ ଚିନ୍ସୁରାରେ ଏମାନେ ହାରି ଯାଇଥିଲେ। ତ ମିର୍ଜାଫର ବନିଲା, ତାପରେ କଣ ଲେଖ ଏଠି ଲେଖ ଯେ ମିର୍ଜାଫର ତାପରେ କଣ ହେଲା ନା, ମିର୍ଜାଫର ଜଏନ୍ ହ୍ୟାଣ୍ଡ ୱିଥ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ। ମିର୍ଜାଫର କଣ କଲା ନା, ଜଏନ୍ ହ୍ୟାଣ୍ଡ ୱିଥ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ। ଡଚ୍ ମାନେ କୋଉ କଣ୍ଟ୍ରି ରେ? ଆରେ ଡଚ୍ ମାନେ କୋଉ କଣ୍ଟ୍ରି? ହଁ, ହଲାଣ୍ଡ। ହଲାଣ୍ଡ ମାନେ ନେଦରଲ୍ୟାଣ୍ଡ। ନେଦରଲ୍ୟାଣ୍ଡ। ନେଦରଲ୍ୟାଣ୍ଡକୁ ହଲାଣ୍ଡ ବି କୁହାଯାଏ, ଆଉ ତାର ବାସିନ୍ଦା ମାନଙ୍କୁ ଡଚ୍ କୁହାଯାଏ ହେଲା। ତ ମିର୍ଜାଫର joined hand with the Dutch East India Company and invited them to remove East India Company from Bengal and invited them to remove East India Company from Bengal. From Bengal ହେଲା। ବଟ୍ କଣ ହେଲା ନା, ଏମାନେ ଯୋଉ ଯୁଦ୍ଧ ହେଲା କିନ୍ତୁ ହାରିଗଲେ। ବଟ୍ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ defeated them। ଦେଖ, ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବ୍ରିଟିଶ EIC ଇଷ୍ଟ ଇଣ୍ଡିଆ କମ୍ପାନୀ defeated them। British East India Company defeated them in the battle of କଣ, ଚିନ୍ସୁରା। In the battle of ଚିନ୍ସୁରା, CHINSURA, ଚିନ୍ସୁରା। battle of ଚିନ୍ସୁରା କେତେ, କେତେରେ କେତେ? in 1759 battle of ଚିନ୍ସୁରା in 1759 near କୋଲକାତା। ଏଟା କୋଉଠି? ଚିନ୍ସୁରାଟା କୋଉଠି? କୋଲକାତା ପାଖରେ, ନିୟର କୋଲକାତା। ନିୟର କୋଲକାତା ହେଲା, ନିୟର କୋଲକାତା। But British East India Company defeated them in the Battle of Chinsura in 1759 କୋଉଠି? near Kolkata and kicked them out of Bengal and kicked them kicked them out of କଣ, out of Bengal। ବୁଝିଲା? and kicked them out of Bengal, this was happened and ବ୍ରିଟିଶ ମାନେ କହିଲେ ଆରେ ତୋତେ ଆମେ ନବାବ କଲୁ, ତୁ ଆମ ବିରାଡ଼ି ମତେ ମିଆଉ। ତେଣୁ କହିଲେ ଇଏ ଆଉ ରହିପାରିବ ନା କୁଆଟା। ତେଣୁ ତା ଜାଗାରେ କାହାକୁ କଲେ? ତାର ସନ୍ ଇନ୍ ଲ ଆଉ ଜୋଇଁ ଥିଲା ମିର୍ଜାଫରର, ତା ନାଁ ହଉଛି ମୀର କାସିମ ହେଲା। ତାକୁ ହଟେଇକି ତାକୁ କଲେ। ତାପରେ ଏଠି ଲେଖ, ହାରିଗଲେ। ବର୍ତ୍ତମାନ କଣ ହେଲା ନା, now Mirzafar was replaced by his son-in-law Mir Qasim as Nawab of Bengal। ଲେଖ, now Mirzafar was replaced by Mir Qasim as Nawab of Bengal।
as Nawab of Bengal. Now Mir Jafar was replaced by Mir Qasim as Nawab of Bengal. है ना? तो मीर कासिम है ये क्या मीर कासिम कैसे was replaced by Mir Qasim. Mir Qasim कैसे ता son in law कार Mir Jafar মির্জাপুর son in law of Mir Jafar son in law of Mir Jafar ହେଲା ତ ଏମିତି ଘଟଣା ଘଟିଲା ତାପରେ କଣ ହେଲା ଯେତେବେଳେ ଇଏ ହେଲା ପରେ 1759 ରେ କଣ ହେଲା ନା ରବର୍ଟ କ୍ଲାଇଭ୍ କଣ ହେଲା ନା 1760 ବେଳକୁ ଚାଲିଲା କୋଉଠି ବ୍ୟାକ୍ ଟୁ ଇଂଲଣ୍ଡ ହେଲା କାରଣ ଏଇ ସମୟରେ ଜାଣିଥିବ 1760 ବେଳକୁ ହେଇଥିଲା କଣ 1760 ବେଳକୁ କଣ ହେଇଥିଲା କି କୁଆର ହେଇଥିଲା ବ୍ୟାଟଲ ଅଫ କଣ ହେଇଥିଲା ଆରେ କଣ ମ ବ୍ୟାଟଲ ଅଫ ପାଣ୍ଡୁଆସ କେତେରେ ହେଇଥିଲା ଆରେ ବ୍ୟାଟଲ ଅଫ 1760 ପାଣ୍ଡୁଆସ ସାର୍। ଜାନୁଆରୀ 22 ରେ ହେଇଥିଲା ନା 22 ଜାନୁଆରୀ। ଜାନୁଆରୀ 22 1760 ତ ଏତେବେଳକୁ କଣ ଅଲରେଡି ମିର୍ କାସିମ୍ ପଳେଇଲାଣି ଏ ରବର୍ଟ କ୍ଲାଇଭ୍ ବର୍ତ୍ତମାନ ଇଂଲଣ୍ଡକୁ ପଳେଇଲାଣି ତ ଲେଖ ଏଇ ଯୁଦ୍ଧ ପରେ ଇଂଲଣ୍ଡକୁ ବ୍ୟାକ୍ ହେଇଗଲା ଏଠି ଲେଖିଦିଅ ଟିକେ ରବର୍ଟ କ୍ଲାଇଭ୍ ବର୍ତ୍ତମାନ କଣ ହେଲା ନା ବ୍ୟାକ୍ ଟୁ ଇଂଲଣ୍ଡ ତ ବର୍ତ୍ତମାନ କଣ ଦେଖ ଲେଖ ଯେ ରବର୍ଟ କ୍ଲାଇଭ୍ କଣ ହେଲା ଏଇଠି ଗୋଟେ ଆମର ବକ୍ସ ଗୋଟେ କରିଦିଅ ନହେଲେ ବକ୍ସ କରିକି ଲେଖିଦିଅ ଗୋଟେ ନୋଟ୍ କରିକି ଟିକେ ନୋଟ୍ ଲେଖିଦିଅ ଗୋଟେ ନୋଟ୍ କରିକି ଗୋଟେ ବକ୍ସ କରିଦିଅ କରିକି ବକ୍ସ କରିଦବ ପ୍ରଥମେ ଲେଖ ରବର୍ଟ କ୍ଲାଇଭ୍ ରିଟର୍ନ ଟୁ ଇଣ୍ଡିଆ ରବର୍ଟ କ୍ଲାଇଭ୍ return to India went to India like went to India went to England in 1760 in 1760 huh? 1760 and Oxford University आपको कौन है ना Oxford University gave him the doctorate degree ସେଠି ଗଲା ପରେ Oxford University gave him the doctorate degree gave him the doctorate degree doctorate huh? doctorate degree ବୁଝିଲା ବଟ୍ ହି ୱାଜ୍ ନଟ୍ ଦ ଗ୍ରାଜୁଏଟ୍ ଇଭେନ୍ ସେ ଗୋଟେ ଆରେ ଇଏ ଗୋଟେ କ୍ଲର୍କ ଥିଲା ନା ଇଭେନ୍ ସେ ଗ୍ରାଜୁଏଟ୍ ନଥିଲା ତାର ଗ୍ରାଜୁଏଟ୍ କ୍ୱାଲିଫିକେସନ୍ ନଥିଲା ତାର କିନ୍ତୁ ତାକୁ ଡକ୍ଟରେଟ୍ କିଛି ସମୟ ଦେଲେ gave him the doctorate degree but he was not graduate even but he was not graduate even he was not graduate even ହେଲା ଏଟାକୁ ତମେ ପାରିବ ଯଦି ଗୋଟେ କଣ ବକ୍ସ ଭିତରେ ରଖିଦେବ ନୋଟ୍ କରିକି ये तो पढ़ला ହେଲା ତାପରେ କଣ ଦେଖ ତାପରେ କଣ ହେଲା ନା ବର୍ତ୍ତମାନ ମିର୍ କାସିମ୍ ଇଂଲିଶ ଲୋକମାନଙ୍କର ୱାନ୍ସ ମିର୍ କାସିମ୍ ବଢିଲା ଏମାନଙ୍କର ଇଂଲିଶ ଲୋକଙ୍କର ହାଇ ଡିମାଣ୍ଡ ରହୁଥିଲା ନା ଆମେ ସେ ଦିଅ ଇଏ ଦିଅ ଦୁନିଆ ଡିମାଣ୍ଡ ରହୁଥିଲା ଏମାନଙ୍କର ଇଏ ଟାୟାର୍ଡ ହେଇଗଲା କିଏ ମିର୍ କାସିମ୍ ବିକମ୍ ଟାୟାର୍ଡ ହେଇଗଲା ତେଣୁ ଇଏ କଣ କହିଲା ଯେ ବର୍ତ୍ତମାନ ତାଙ୍କର ସବୁ କାମରେ ମାନେ ଆଡମିନିଷ୍ଟ୍ରେସନରେ ସବୁ କାମରେ ବ୍ରିଟିଶ ମାନେ ଇଣ୍ଟରଫିୟର କଲେ ଛୋଟ ଛୋଟ କଥାରେ ବ୍ରିଟିଶ ମାନେ ଇଣ୍ଟରଫିୟର କଲେ ତ ମିର୍ କାସିମ୍ କଣ ହେଲା ବିକମ୍ ଟାୟାର୍ଡ ଅଫ ବ୍ରିଟିଶ ଇଣ୍ଟରଫିୟରେନ୍ସ ଆଣ୍ଡ ଏଣ୍ଡଲେସ୍ ଡିମାଣ୍ଡ ଗୁଡାଏ ଡିମାଣ୍ଡର ହେଲା ଯୋଉମାନଙ୍କର ପ୍ରୋବ୍ଲେମ ହେଲା ସବୁ ତାପରେ ପ୍ରଥମ କଥା ହେଲା ବ୍ରିଟିଶ ଇଏ ମିର୍ କାସିମ୍ ଭାବିଲା ଯେ କଣ କରିବା ବର୍ତ୍ତମାନ ଇଏ କହିଲା ଯେ ବର୍ତ୍ତମାନ କ୍ୟାପିଟାଲ ଏଠି ରଖିହବନି ତାର କୋଉଠି କ୍ୟାପିଟାଲ ଥିଲା କି ଆରେ କୋଉଠି ମାନଙ୍କର କ୍ୟାପିଟାଲ ଥିଲା ଆରେ କୋଉଠି ଥିଲା କ୍ୟାପିଟାଲ କୋଉଠି ଥିଲା ଆରକୋଟ ମୁର୍ସିଦାବାଦ ପ୍ରଥମେ ଢାକା ଥିଲା মুর্শিদাবাদ ଢାକାରୁ ମୁର୍ସିଦାବାଦକୁ କିଏ ସିଫ୍ଟ କରିଥିଲା ଢାକାରୁ ମୁର୍ସିଦାବାଦକୁ କିଏ ସିଫ୍ଟ କରିଥିଲା अरे किए शिफ्ट मुर्शिद करता अली खान हैं अरे ढाका मुर्शिदाबाद को किए शिफ्ट करता कैपिटल मुर्शिद अली खान हैं कैसे अरे कैसे अरे कैसे किए शिफ्ट करथिला म तो माने केही बोधे पढु न जाय মুর্শিদ কুলি খান तो काई कोन कहू न कोन भाई मुझे बुझी पारनी अच्छा
ସେମାନେ କୋଉଠି ଥିଲେ ଆମେ ତାପରେ କଣ ହେଲା ନା ମିର୍କା ସିଂ ଏମାନଙ୍କର ଏଣ୍ଡଲେସ୍ ଡିମାଣ୍ଡ ରହିଲା। ତାପରେ ଏମାନେ କଣ କଲେ ନା ଏଣ୍ଡଲେସ୍ ଡିମାଣ୍ଡ ରହିଲା ତା ସହିତ ପ୍ରତି କଥାରେ ଛୋଟ ଛୋଟ କଥାରେ ବ୍ରିଟିଶ ଲୋକମାନେ ଇଣ୍ଟରଫିୟର କଲେ। ତ ଇଏ ପୁରା ମାନେ କଣ ଅସ୍ତବ୍ୟସ୍ତ ହେଇଗଲା କିଏ ସେ ମିର୍କା ସିଂ। ମିର୍କା ସିଂ ସରି ମିର୍କା ସିଂ। ତ ମିର୍କା ସିଂ କହିଲା ଯେ ବର୍ତ୍ତମାନ କଣ କରିବା ଆମେ ନା ଏଠି ଆଙ୍କ ପାଖରେ ରହିଲେ ଏତେ ଟେନସନ ଦଉଛନ୍ତି ମାନେ ଦୂରେଇକି ପଳା କ୍ୟାପିଟାଲ ସିଫ୍ଟ କରିବା। ତେଣୁ କ୍ୟାପିଟାଲ ସିଫ୍ଟ କଲା କୋଉଠିକୁ ମୁର୍ସିଦାବାଦକୁ ମୁଙ୍ଗେର। ମୁଙ୍ଗେର କାରଣ ଆଗରୁ ବେଙ୍ଗଲ ପ୍ରୋଭିନ୍ସ ଥିଲା ବିହାର ଓଡ଼ିଶା ସବୁ ୱେଷ୍ଟ ବେଙ୍ଗଲ ସବୁ ଇଷ୍ଟ ବେଙ୍ଗଲ ସବୁ ମାନେ ବର୍ତ୍ତମାନ ଯୋଉ ଅଛି ଆମର ବାଂଲାଦେଶ ୱେଷ୍ଟ ବେଙ୍ଗଲ ବିହାର ଓଡ଼ିଶା ଏଗୁଡ଼ା ସବୁ ଆସୁଥିଲା ବେଙ୍ଗଲ ପ୍ରୋଭିନ୍ସ ଆଗରୁ ହେଲା ବ୍ରିଟିଶର ବେଙ୍ଗଲ ଯୋଉ ପ୍ରୋଭିନ୍ସ ଥିଲା ଏତେ ବଡ଼ ଏରିଆ ଥିଲା ପୁରା। ତେଣୁ ସେ କଣ କଲା ମୁଙ୍ଗେରକୁ କେତେଟା କ୍ୟାପିଟାଲ ସିଫ୍ଟ କରିଦେଲା। ମୁଙ୍ଗେର ହଉଛି ବିହାର ପାଖରେ ଯାଇକି ସେ କହିଲା ଦୂରେଇକି ମାନଙ୍କଠୁ ରହିଲେ ହୁଏତ ଇଣ୍ଟରଫିୟରେନ୍ସ ମାନଙ୍କର କମ ରହିବ। ତେଣୁ ଫାଷ୍ଟ କଣ କଲା ମିର୍କା ସିଂ ଲେଖ ମିର୍କା ସିଂ ଗଟ୍ ଟାୟାର୍ଡ ଅଫ ବ୍ରିଟିଶ ଇଣ୍ଟରଫରେନ୍ସ। ମିର୍କା ସିଂ ଗଟ୍ ଟାୟାର୍ଡ এটা লেখো মির্কা সিং গট টায়ার্ড মির্কা সিং গট টায়ার্ড of what British interference of British interference got tired of British interference ହେଲା ମିର୍କା ସିଂ got tired of British interference and endless demand ବୁଝିଲା endless demand ହେଲା ଇଏ ଗୋଟେ ଟାୟାର୍ଡ ଇଏ କଣ ପ୍ରଥମ କଣ କଲା କହିଲା ଆଙ୍କ ପାଖରେ ରହିଲେ କଣ ପ୍ରୋବ୍ଲେମ ହଉଛି ବର୍ତ୍ତମାନ କଣ କରିବା କ୍ୟାପିଟାଲ ସିଫ୍ଟ କରିବା। ତେଣୁ ମିର୍କା ସିଂ ଶିଫ୍ଟେड ହିଜ କ୍ୟାପିଟାଲ ଫ୍ରମ ମୁର୍ସିଦାବାଦ ଟୁ ମୁଙ୍ଗେର ଫୋର୍ଟ। ତ ମିର୍କା ସିଂ କଣ କଲା ଦେଖ ମିର୍କା ସିଂ shifted his capital from कोठी मुर्शिदाबाद ना कोठी मुर्शिदाबाद ना मुर्शिदाबाद टू को मुंगेर फोर्ट है ना टू मुंगेर फोर्ट कोठी नियर वर्तमान एटा हो नियर बिहार वर्तमान है ना ये मुंगेर फोर्ट है नियर बिहार नियर माने नाउ इन बिहार एटा बिहार असो नाउ इन बिहार बिहार असो तापर कौन गला ये कौन गला बर्तमान किसी फॉरेन एक्सपर्ट को हायर कला टू ट्रेन हिज आर्मी एंड कौन स्टार्टेड मैन्युफैक्चरिंग गन्स भी है तेणु गन तैयारी करिया स्टार्ट कला ये मॉडर्नाइज कला था आर्मी को प्रथम तो प्रथम तापर कौन कला एटा प्रथम काम वाला शिफ्ट कला तापर कौन कला हायर्ड फॉरेन एक्सपर्ट है फॉरेन एक्सपर्ट को हायर कला ता सहित टू ट्रेन हिज आर्मी एटा गोटे कला एंड स्टार्टेड मैन्युफैक्चरिंग गन गन नकल हबनी स्टार्टेड मैन्युफैक्चरिंग गन के गन्स है गन्स एमती है कॉन्फिडेंस टू फाइट एगेंस्ट ब्रिटिश कौन है ना कहला ब्रिटिश मान सहित फाइट कर जो मेंटल स्ट्रेंथ दरकार कॉन्फिडेंस दरकार ग्रेजुअली से बिल्ड कला है ना तेणु से कौन आप कौन है ना देख तो he gained the confidence he gained the confidence है ना to fight British East India Company to fight against British EIC तो तापर कौन है देख तो एमती कंडीशन आसला तो आगुरी तुम जान फारूक सियार टाइम रे से तो टैक्स फ्री कर देथिला आने तो किसी एगेनेस्ट भी स्वर उत्तोलन कले भी कि सक्सेसफुल हेलेनी सिराजुद्दौला तो माने जो प्राण भी हरैले तो सब आम तो पलासी पर किसी प्रोब्लेम एमती समाधान भी मिललानी उल्टी से सब विभिन्न अलीगढ़ माने अलीनगर जो हारी माने ट्रिटी होता से पुणी सब बैक कर दिया गला से टैक्स फ्री से बहुत कौन रोते बहुत प्रॉफिट से रोते किंतु कथा हूँ जो डोमेस्टिक जो माने ट्रेडर्स माने थिले बा डोमेस्टिकली हाई टैक्स लागुला तेणु एम सहित कम्पिट कर पारे कौन ब्रिटिश मान सहित बुझे ना
ତେଣୁ ଏଇ ସବୁର ଅବସ୍ଥା ଦେଖିକି ମୀର କାସିମ କହିଲେ ଆମେ ନା ତାଙ୍କୁ ଟ୍ୟାକ୍ସ ଲଗେଇ ପାରିବାନି, ଆମେ ତ ଆମ ଟ୍ୟାକ୍ସ ଫ୍ରି କରିଦେବା, ଇଏ ପୁରା ଟ୍ୟାକ୍ସ ଫ୍ରି କରିଦେଲେ। କହିଲେ ବର୍ତ୍ତମାନ ଲୋକାଲ ଟ୍ରେଡର ଯାଇ କେହି ଟ୍ୟାକ୍ସ ଦେବା ଦରକାର ନାହିଁ ହେଲା। ପ୍ରଥମ କାମ ଆସି କଲେ ସବୁ ଟ୍ୟାକ୍ସ ଫ୍ରି କଲେ, କମ୍ପିଟେଟିଭ ହେବା ଦରକାର, ତାଙ୍କ ସହିତ ତମାନେ କମ୍ପିଟ୍ କରିବା ଦରକାର, ତେଣୁ ଏ ଟ୍ୟାକ୍ସ ଫ୍ରି କଲେ ଆସି। ତ ବର୍ତ୍ତମାନ କଣ ହେଲା, ହି ମେଡ୍ ଟ୍ୟାକ୍ସ ଫ୍ରି ଫର ଲୋକାଲ ଟ୍ରେଡର୍ସ, ହି ମେଡ୍ ଟ୍ୟାକ୍ସ ଫ୍ରି, he made tax free for local traders, for local traders, he made tax free for local traders ହେଲା। ଏମିତି ହେବା ଦ୍ୱାରା ବ୍ରିଟିଶ ମାନଙ୍କୁ ବର୍ତ୍ତମାନ ପ୍ରୋବ୍ଲେମ ହେଲା, କାରଣ ଏମାନଙ୍କ ସେମାନଙ୍କ ଉପରେ ଏକଛତ୍ର ଗୋଟେ ସେମାନେ ମାନେ ଏନ୍ଜୟ କରୁଥିଲେ ଗ୍ଲାମରକୁ। ଆଉ ଯେତେବେଳେ ଦେଖିଲେ ଏମାନେ ବି ଟ୍ୟାକ୍ସ ଫ୍ରି ହେଇଗଲାଣି, ଏମାନେ ତାଙ୍କ କମ୍ପିଟିସନରେ ପଳେଇ ଆସିବେ, ଏଇଟା ଭଲ ଲାଗିଲାନି, ନହେଲେ ତ ଭଲ ଲାଗିବନି ନା, ବ୍ରିଟିଶ ମାନଙ୍କୁ ଏଟା ଭଲ ଲାଗିଲାନି। ତ ବ୍ରିଟିଶ ୱେର ଏଗନେଷ୍ଟ ଇଟ୍, ତ ବ୍ରିଟିଶ ୱେର କଣ ଏଗନେଷ୍ଟ ଇଟ୍, ବ୍ରିଟିଶ ୱେର ଏଗନେଷ୍ଟ ଅଫ ଇଟ୍, ଏଗନେଷ୍ଟ ଅଫ ଇଟ୍ ହେଲା। ପ୍ରଥମ କଥା ହେଲା ବ୍ରିଟିଶ ୱେର ଏଗନେଷ୍ଟ ଅଫ ଇଟ୍। ତାପରେ କଣ ହେଲା, ତେଣୁ ଏଇଟା ହେବା ଦ୍ୱାରା କଣ ହେଲା ନା, ବର୍ତ୍ତମାନ ଆମ ଭିତରେ କିଛି କିଛି ଛୋଟିଆ ଛୋଟିଆ ୱାର ହେବାକୁ ଲାଗିଲା। ତେଣୁ ଦିସ୍ ଲିଡ୍ସ ଟୁ ଥ୍ରୀ ସ୍ମଲ୍ ସ୍କେଲ୍ ବ୍ୟାଟଲ୍ସ, this leads to this leads to three small scale battles, small scale battles, ବୁଝିଲା, ଛୋଟ ଛୋଟ ବ୍ୟାଟଲ ହେଲା। କିନ୍ତୁ ମୀର କାସିମର କଣ୍ଡିସନ ଏଥିରେ ବି ବହୁତ ଟେରିବଲ କଣ୍ଡିସନ ଗଲା। ତେଣୁ ମୀର କାସିମ ହାରିଗଲେ, ଏଇଥିରେ ସବୁଥିରେ ବି ମୀର କାସିମ ପାରିଲେନି। ତେଣୁ ଏଇ କଣ୍ଡିସନରେ କଣ, ୟୁ ବିକେମ୍ ଟେରିଫାଏଡ। ତେଣୁ କଣ କରିବେ, ଏକଲା ହଉନି। ତେଣୁ ସେ ଭାବିଲେ କଣ, ବର୍ତ୍ତମାନ ମାନେ ଅଲଗା କିଛି ପ୍ରିନ୍ସେସକୁ ବା କିଙ୍ଗଡମକୁ ମତେ ମିଶିକି ଆମେ ଲଢିବା ଦରକାର, ମୁଁ ଏକୁଟିଆ ପାରିବିନି ମାନଙ୍କ ସହିତ ହେଲା। ତେଣୁ କଣ ହେଲା ଦେଖ, ହିଜ କଣ୍ଡିସନ ୱାଜ ବିକମ୍ ଭେରି ଟେରିବଲ। ତ ମୀର କାସିମ କଣ୍ଡିସନ ୱାଜ ଟେରିବଲ, ମୀର କାସିମ୍ସ କଣ୍ଡିସନ ଲେଖ ତାପରେ, ମୀର କାସିମ୍ସ କଣ୍ଡିସନ ୱାଜ ଟେରିବଲ, Mir Qasim, QUASIM, Mir Qasim's condition, Mir Qasim's condition was terrible, ବୁଝିଲା। ତ ଏଇ କେସରେ କଣ ହେଲା ନା, ଦିସ୍ ଲିଡ୍ସ ଟୁ ଟେରିବଲ କଣ୍ଡିସନକୁ ଆସିଲା। ତ ମୀର କାସିମ କଣ କଲା, ୱେଣ୍ଟ ଟୁ ସୁଜାଉଦ୍ଦୌଲା। ଦେଖ ଏଠି ସିରାଜଉଦ୍ଦୌଲା, ଏଠି ସୁଜାଉଦ୍ଦୌଲା, ମନେ ରଖିବ ନାରେ ଟିକେ ଡିଫରେନ୍ସ ମନେ ରଖିବ। ତ ମୀର କାସିମ ୱେଣ୍ଟ ଟୁ ସୁଜାଉଦ୍ଦୌଲା। ତ ମୀର କାସିମ କଣ କଲା, କହିଲା ଏକୁଟିଆ ହବନି, ତେଣୁ ବର୍ତ୍ତମାନ ଯିବାକୁ ପଡିବ, ଅନ୍ୟମାନଙ୍କୁ ମିଶିବାକୁ ପଡିବ। ମୀର କାସିମ went to Sujaudla, went to कहा सुजाउदला, सुजाउदला, DAULA, सुजाउदला। ये किए से, ये हूँ नवाब ऑफ अवध, ये समय ये थे नवाब ऑफ अवध, अवधरा बर्तमान उत्तर प्रदेश है, नवाब ऑफ अवध, ये नवाब ऑफ अवध थे पाखे जाई पहुँचला, कहला भाई बर्तमान मुझे एकुटिया ब्रिटिश मान सहित एकुटिया पारिनी, तुम मान साहाଯ୍य दरकार मत है। मीर कासिम जाई कहला तुम मान बर्तमान मत कौन करिया साहाଯ୍य दरकार, तो भाई भाई मिसिक लड़िबा। तो सुजाउद्दौला राजी ହେଇଗଲା ହେଲା। ବର୍ତ୍ତମାନ କଣ ହେଲା, ସୁଜାଉଦ୍ଦୌଲା ଏଗ୍ରିଡ୍ ଟୁ ସପୋର୍ଟ କଣ ମୀର କାସିମ। ତ ସୁଜାଉଦ୍ଦୌଲା କଣ କଲା, ରାଜି ହେଇଗଲା। ସୁଜାଉଦ୍ଦୌଲା agreed to support Mir Qasim, to support Mir Qasim, to support Mir Qasim against British EIC, against कौन ब्रिटिश EIC, ब्रिटिश EIC बुझा पड़ला। तेणु तापर कौन है, से समय मुगल एम्परर किए थे, अरे समय मुगल एम्परर किए थे, शाह आलम टू। शाह आलम टू कहले अरे मैंने जदि सांग होगी लड़ बोली विचार कर मत भी नियो, मुझे तुम साथ मिसिया चाहूँगी, मिसिकी तीन भाई लड़वा है, तीन भाई लड़वा मिसिकी। ये कहल ठीक अच्छे आस। तेणु मीर कासिम आंग सहित जोगदेले। तेणु मुगल एम्परर शाह आलम टू, तो ये कौन है देख, मुगल एम्परर शाह आलम टू, मुगल एम्परर शाह आलम टू Emperor Shah Alam II, Shah Alam II ହେଲା, Shah Alam II also decided to support Mir Qasim and Sujaudla, also decided
also decided Congress to support Mir Qasim and Sujaudullah. Mir Qasim and Sujaudullah ହେଲା। ତ ଏମାନେ କଣ ହେଲେ ଏଇ ତିନି ଜଣଙ୍କ ମିଶିକି ବର୍ତ୍ତମାନ କିଏ ହେଇଗଲେ? ବର୍ତ୍ତମାନ ଟିମ୍ କିଏ ଗଲେ? ଆଙ୍କ ଟିମ୍ କିଏ ବନିଲା ବର୍ତ୍ତମାନ? ହୁଁ ଆରେ ଟିମ୍ କିଏ ବନିଲା ଆଙ୍କର? ହୁଁ मुगल ବିକାଶିମ ଜାଉଦୁଲ୍ଲା ମିର କାସିମ ଶାହ ସୁଜାଉଦ୍ଦୌଲା ଆଉ ଶାହ ଆଲମ ଟୁ ଏମାନେ ମିଶିଲେ ବର୍ତ୍ତମାନ। ଆଲମ ତ ବର୍ତ୍ତମାନ କଣ ହେଲା ଅଲ୍ ଦିସ୍ ଥ୍ରୀ ରୁଲର୍ସ କେମ୍ ଟୁ କୋଉଠି ଗୋଟେ ଜାଗା ଅଛି ବିହାର ପାଖରେ ଗୋଟେ ବିହାର ଅଛି ବକ୍ସାର ବୋଲି ଗୋଟେ ଜାଗା ବିହାରରେ ଅଛି। ତ ସେଇଠି ସବୁ ଆସିକି ଗଲେ ଏଇଠି ଯୁଦ୍ଧ ଲଢିବା ବର୍ତ୍ତମାନ। ତେଣୁ all these three rulers came to Buxar ହେଲା। ବକ୍ସାର କଣ? ବକ୍ସାର ହଉଛି ଗୋଟେ କଣ ନାଉ ପାର୍ଟ ଅଫ ବିହାର। ବିହାର ନା ବିହାର ପାର୍ଟ ବର୍ତ୍ତମାନ ବକ୍ସାର। All these three rulers came to Buxar with a combined army of 40,000 soldiers। କେତେ ଆମର with a combined army of କଣ କେତେ? combined army of କେତେ 40,000 soldiers। 40,000 soldiers combined army of 40,000 soldiers। କିନ୍ତୁ ସେପଟୁ ତାଙ୍କର ବ୍ରିଟିଶ ସାଇଡରୁ କିଏ ଆସିଲେ? ବ୍ରିଟିଶର କମାଣ୍ଡର ଥିଲେ ହେକ୍ଟର ମୁନରୋ ହେଲା। ସିଏ ଆସିଲେ 10,000 ସୋଲଜର ନେଇକି ତାଙ୍କ ସେପଟୁ ଆସିଲେ। ବର୍ତ୍ତମାନ ଆସିଲେ କିଏ? ସେ ବ୍ରିଟିଶ ସାଇଡରୁ କିଏ ଆସିଲା ଦେଖ। ତ ହେକ୍ଟର ମନରୋ देखो फ्रॉम ब्रिटिश साइड कौन हेक्टर मनरो केम टू बक्सार along with 10,000 soldiers। हेक्टर मनरो हेकण बर्तमान रॉबर्ट क्लाइव जी कोठी? रॉबर्ट क्लाइव कोठी बर्तमान? हां ବ୍ରିଟିଶ ब्रिटेन रे। रॉबर्ट क्लाइव जी के ब्रिटेन रे लंदन रे बससी। तो ये आसला तापर तांगा जागा ये थिला हेक्टर मनरो केम टू बक्सार ହେଲା। came to Buxar along with କେତେ 10,000 soldiers। along with 10,000 soldiers। 10,000 soldiers SOLDIERS 10,000 soldiers ହେଲା। ଏଇ କେସରେ କଣ ହେଲା ନା ଯୁଦ୍ଧ ବି ବେଶୀ ସମୟ ତିଷ୍ଠି ପାରିଲେନି। 10,000 ସୈନ୍ୟ ନେଇକି ଆସିଥିଲେ କିନ୍ତୁ ଏମାନଙ୍କର ବହୁତ ୱେଲ ଟ୍ରେନ୍ଡ ଆଉ ଆଧୁନିକ ଇକ୍ୱିପମେଣ୍ଟ ସବୁ ଏମାନେ ୟୁଜ କରୁଥିଲେ। ତ ଏମାନେ ତାଙ୍କ ସାମ୍ନାରେ ମାନେ 2 ଘଣ୍ଟା ବି ଟିକି ପାରିଲେ। ବୁଝୁଛି? ତ କଣ ହେଲା ନା ମିର କାସିମ ran away from battle। ତେଣୁ ମିର କାସିମ ବର୍ତ୍ତମାନ କଣ ହେଲା ran away from battle। ମିର କାସିମ ran away from battle ହେଲା। and କିଏ ଶାହ ଆଲମ ଟୁ ଏଟା ଇଏ ଗଲା ତାର ଶାହ ଆଲମ ଟୁ ସରେଣ୍ଡର୍ଡ ମାନେ ବହୁତ ଶାହ ଆଲମ ଟୁ ମାନେ ମାନେ କଣ ସୁଜାଉଦ୍ଦୌଲା ହେଲା। ଶାହ ଆଲମ ଟୁ and ସୁଜାଉଦ୍ଦୌଲା ସରେଣ୍ଡର ମାନେ ଜଣଙ୍କୁ ସରେଣ୍ଡର କଲେ ହେଲା। ତ ଏଇଟା ହେଲା କେତେରେ ହେଇଥିଲା କି ବ୍ୟାଟଲ ବକ୍ସାର ଯୁଦ୍ଧ କେତେରେ ହେଲା? କେତେ ହେଇଥିଲା? 1764 କମ ଏଇଟା କେତେ ଯୋଉ ହେଲା 1764 ହେଲା। 1764 ମସିହାର କଥା ଏଇଟା। 1764 ମସିହାର କଥା। ତ ଏମିତି ଯେତେବେଳେ ଘଟଣା ଘଟିଲା ତ ଏତେ ବଡ ଘଟଣା ଘଟିଗଲା ବକ୍ସାର ମାନେ ଜିତିଗଲେ। ତ ବର୍ତ୍ତମାନ ଆସିଲେ କିଏ? ସେ ରବର୍ଟ କ୍ଲାଇଭଙ୍କୁ ଡକା ହେଲା। ରବର୍ଟ ତ ଆସିବାକୁ ପଡିବ। ତ ରବର୍ଟ କ୍ଲାଇଭ କେମ୍ ଟୁ ଇଣ୍ଡିଆ ବର୍ତ୍ତମାନ ସବୁ ଜିନିଷ ସେଟଲ କରିବା ପାଇଁ। କାରଣ ଇଏ ବହୁତ କୁକିଟା ଗୋଟେ ୟାର ବହୁତ ମାନେ ଇଏ ବୁଦ୍ଧି ନା। ତେଣୁ ଏଇଟାକୁ ଡାକିଲେ ରବର୍ଟ କ୍ଲାଇଭକୁ ଡାକିଲେ କହିଲେ ତୁ ଆସେ ବର୍ତ୍ତମାନ କଣ କରିବୁ ନା ଏଠୁ ସେଟଲ କରିବୁ ସେମାନଙ୍କ ସହିତ। ତ
ତେଣୁ ରବର୍ଟ କ୍ଲାଇଭ୍ କେମ୍ ଟୁ ଇଣ୍ଡିଆ ଆଉ ଇଣ୍ଡିଆରେ ଆସିଲା 65 ମସିହାରେ। ତ ରବର୍ଟ କ୍ଲାଇଭ୍ କେମ୍ ଟୁ ଇଣ୍ଡିଆ ଇନ୍ 1765। ତ ରବର୍ଟ କ୍ଲାଇଭ୍ କ'ଣ ହେଲା ବର୍ତ୍ତମାନ ଦେଖ, ରବର୍ଟ କ୍ଲାଇଭ୍ କେମ୍ ଟୁ ଇଣ୍ଡିଆ came to India in କେତେ in 1764 in 1765 ଆସି ପହଞ୍ଚିଲା ଇଏ। ତେଣୁ ଇଏ କ'ଣ କଲା, जो बैटल ऑफ बक्सर बंद होला गोटे पीस ट्रीटी गोटे साइन होला। हे पीस ट्रीटी कौन कि ट्रीटी ऑफ अलाहाबाद है। तो बैटल ऑफ बक्सर एंडेड विथ ए ट्रीटी ऑफ अलाहाबाद। तो बैटल ऑफ बक्सर एंडेड with the treaty of Allahabad with the treaty of कौन के अलाहाबाद है। तो बर्तमान अलाहाबाद ट्रीटी हम बर्तमान रॉबर्ट क्लाइव कहले कहले शाह आलम पाखु गले कहले शाह आलम भाई आस चुक्ति साक्षर कर आसिक है। तेणु शाह आलम पाखु गले कि रॉबर्ट क्लाइव गला शाह आलम पाखु। रॉबर्ट क्लाइव वेंट टू मीट शाह आलम टू है ट्रीटी ऑफ अलाहाबाद। तो बर्तमान कौन हल ना रॉबर्ट क्लाइव जे क्या भेटला रॉबर्ट क्लाइव मेट शाह आलम टू किए कि अरे शाह आलम टू किए मुगल एम्पायर। ये कौन गला शाह आलम टू जाके साक्षात कला। तो कौन हला ना ट्रीटी ऑफ अलाहाबाद साइन हो। ट्रीटी ऑफ अलाहाबाद साइन हो ट्रीटी ऑफ अलाहाबाद साइन हो बोले आस ट्रीटी ऑफ अलाहाबाद साइन करिया। ट्रीटी ऑफ अलाहाबाद कहीं कहूँ ना अलाहाबाद हेतला बोली ट्रीटी ऑफ अलाहाबाद मतलब अलाहाबाद नुआ ना कौन कि अलाहाबाद नुआ ना कौन ए अरे अलाहाबाद नुआ ना कौन ए कराई कौन बुझी पारे अलाहाबाद नुआ ना कौन तुम कहीं जान ये अलाहाबाद न्यू नाम कौन चेंज कराई अलाहाबाद प्रयागराज। अलाहाबाद न्यू नाम है प्रयागराज। अच्छा ट्रीटी ऑफ अलाहाबाद रे कौन शर्त रखा लगी कहले ट्रीटी ऑफ अलाहाबाद साइन करे। शाह आलम कहला भाई आमर तो गोटे जने पळेची जंगल को लुचि जाईकी तो केन कोन करबा। से कहला ठीक अछि तमे सी तार लुचि थाओ तमे दी जण आसो जो दी जण आसो प्रथम से जण आसो। तेनु के आसिले अवध को के आसला कि अवधर नवाब के सुजाउद्दौला ता सहित के मुगल एम्पायर शाह आलम टू। तो प्रथम शाह आलम टू सहित कंडीशन रखला कोन करिया पड़ियो। तो गोटे पटला रॉबर्ट क्लाइव आ गोटे पड़े किए आ गोटे किए प्रथम आग अवध सहित ट्रीटी साइन कर बर्तमान सुजाउद्दौला को देख आग सुजाउद्दौला कथा सारिदबा। सुजाउद्दौला कहले आग सुजाउद्दौला कथा सारिदबा तापर शाह आलम पाखु जिबा। सुजाउद्दौला DULLA सुजाउद्दौला ये कैसे सुजाउद्दौला कैसे ये क्या करे ये कैसे कौन सुजाउद्दौला के नवाब ऑफ अवध। तेणु रॉबर्ट क्लाइव प्रथम कहला देख तोते आमे अवध फेरी देबो कहला हमर अवध किसी दरकार नै तू अवध नै जा बर्तमान हारी गले अवध नै जा। ये कहला प्रथम कथा तू हम अवध नेबो रिटर्न अवध कहला तू जेमिति राजा है कि अवध रथिलु अनवाब कि तू सेमिति अवध कि ना रहबू कि ता बदले हम कोन देबो ना कारा आ कोरा आ अलाहाबाद एरिया हमको दबक पड़िबो हैला। ता बदले तुमको दब कोन पड़िबो कोरा आ अलाहाबाद एरिया हमको दबक पड़िबो हैला। कोरा एंड अलाहाबाद हैला। कोरा और अलाहाबाद एरिया हमको दबक पड़िबो ता सहित जो युद्ध रे हमर क्षति हैला तमे आमे तो युद्ध तुम करनु तमे आज हमको युद्ध करे डाकिलो तो हमर युद्ध रे बहुत क्षति हेछि पैसा खर्च हेछि तेनु तुमको वार एटा को जे वार इंडेमनिटी जो क्षतिपूरण दबा पाए वार इंडेमनिटी हैला। तने 50 लाख वार इंडेमनिटी हमको दबो तम 50 लाख कोन कि वार इंडेमनिटी माने कोन जो युद्ध रे जो क्षतिपूरण हेछि हमर हम खर्च करिछु तो सेउडा भी तमे दबो वार इंडेमनिटी दबा हम हैला। 50 लाख वार इंडेमनिटी दबो। तो प्रथम वाला हम तो फेरे देबो कोन अरे कोन फेरे देबो तो प्रथम कहला हम तुमको अवध रिटर्न कर देबो ता बदले तुमको कोरा अलाहाबाद एरिया हमको दबो
ତା ସହିତ 50 लाख वार इंडेमनिटी दब अरे बुझा पड़ला हम्म एटा का सହିତ साइन हैला सुजाउदला सहित ता सହିତ तापर देखले साहालम पा बोले तापर साहालम कहले तू आसे तापर तेणु नाउ ईस्ट इंडिया कंपनी विल प्रोवाइड यू आ बदल कौन दो आ बदल कौन दब ये सुजा उदला कला आप ये तुम तो अवध फेरे दब तोर कोरा हल्ला बाद दब 50 लाख दब आ बदल ईस्ट इंडिया कंपनी तुम कौन दब हेटा तो तुमको अवध फेरेला ता सहित ईस्ट इंडिया कंपनी विल प्रोवाइड यू कौन प्रोटेक्शन हैला माने गोटे प्रकार सब्सिडियरी अलायंस हे गला कोन एंड नाउ ईस्ट इंडिया कंपनी ब्रिटिश ईस्ट इंडिया कंपनी है ब्रिटिश ईस्ट इंडिया कंपनी ब्रिटिश ईस्ट इंडिया कंपनी will provide you protection will provide you कौन करे protection will provide you protection and you will कौन will bear the expenses of a British army there हमें से जो पुनी आर्मी फार्मी सेट करके रखा हो तमे सो तार कोन खर्च दबो से कथा तो सब्सिडियरी अलायंस एमनी थिला and British will and kono and you will bear expenses of the British army there and you will bear the expenses or expenditure of the British army there है तेणु कहले तो देखे तोर तुम तो किसी व्यस्तवा नहीं तो अवध अवध नहीं जा हमको कारा अलाहाबाद दे दिए सहित 50 लाख दे दिए सहित तुम किसी आर्मी फार्मी बर्तमान टेंशन नहीं आम ब्रिटिश आर्मी तुम पाखे रही जार प्रोटेक्शन तुमको देवे और जहाँ मेन्टेनान्स खर्च हम जहाँ सालेरी फालेरी इत्यादि इत्यादि तुम सब बहन कर तापर शाह आलम कहले कौन करा पुणी रॉबर्ट क्लाइव एट कि शाह आलम टू है एबन कहले देखे रॉबर्ट क्लाइव कहले देख आमे तुमको कारा को अलाहाबाद पे दे दबु हम तो तांगठु कारा आनले मु तो दे देबी एडा कोरा को अलाहाबाद है कोरा को अलाहाबाद एंड अलाहाबाद मु तुमको दे देबी ता बदल रे तुम कोन करिया पड़िबो ना तुम बेंगल ओडिशा और बिहार दीवानी राइट्स हमको दबो दीवानी राइट्स माने टैक्स कलेक्शन करे दायित्व है आमे टैक्स करबो हमको तुमको गोटे फिक्स्ड अमाउंट रो किछि दबो बाकी तो काम रखिबो है तेणु दीवानी राइट्स ऑफ कौन बेंगल ओडिशा एंड बिहार बेंगल ओडिशा एंड बिहार कौन बुझेला अरे बुझेला अरे कौन कहली बुझ पारल कि से कहले रॉबर्ट क्लाइव कहले ठीक अछि कोरा को अलाहाबाद हम तुमको दे देबु जाटा तांको जो कोरा अलाहाबाद हम आनिलु एटा तो तुमको दे देबु तुम रखि दियो ता बदल रे तुम हम कोन करिवो ना दीवानी राइट्स दबो कारण एही समय बेंगल प्रोविंस प्रॉस्परस एरिया पूरा थिला आ जेहेतु माने शाह आलम टू कोन नवाब थिले ना पूरा एरिया रो नाम को मात्र उपजे थिले तो तेनु से कोन कहले दीवानी राइट्स ऑफ बेंगल ओडिशा बिहार हमको दरकार दीवानी राइट्स माने कोन टैक्स कलेक्शन करे दायित्व ये कहले जे आमे कोन करिबु ना तुमको गोटे फिक्स्ड अमाउंट रो रेवेन्यू दे देबो बाकी जेते अधिक टैक्स आमे जा तुमर किछ जायस नै तुम प्रति वर्ष जेती पाया कथा पाइजो तुमको सेती दिया हिजो बाकी तक आम जेम जहाँ कर तुम से कौन इंटरफेयर कर तो शाह आलम बाहर रास्ता नाला राजी गल तो बर्तमान कौन है ना शाह आलम बर्तमान दीवानी राइट्स बेंगल बिहार ओडिशा दीवानी राइट्स मिलगला मैं टैक्स कलेक्शन दायित्व और जो कौन कि जो कृषि काम होता चाषबास सब होता से टैक्स लगुला टैक्स मैंने राजा नौते से टैक्स से कहले कि अमाउंट तुमको दबू फिक्स्ड अमाउंट आ बाकी सब आम और जहाँ टैक्स कलेक्शन कर बुझेला तो दी प्रकार कंडीशन रखिला सुजाउद्दौला सहित गोटे कंडीशन रहिला आउ शाह आलम टू सहित भा कंडीशंस रहिला एही पर्यंत हम जो पढ़िले बर्तमान कहार किसी प्रॉब्लम अछि कि मते कहो कहार किसी प्रॉब्लम अछि रे बुझियारे किसी प्रॉब्लम अछि क्लियर हैला देखो क्वेश्चन आराम रे बनेबो एला सब हम भलो पढाउ जरा खाली प्रीलिम पाई पढाउ कारण मेन एग्जाम रे हम सिलेबस रे नाही एगुडा मेन जदी सिलेबस चेंज हे जो तमरो मे भी एटा रखि पारंती কিন্তু এপর্যন্ত রখি না যে পুরোনা সিলেবাস চালু যে সিলেবাস ଅଛି ବର୍ତ୍ତମାନ ଏକ୍ସିଷ୍ଟିଂ ସିଲାବସ୍ ସେଥିରେ ଗୁଡ଼ାକ ନାହିଁ ମେନ୍ ପରୀକ୍ଷା ତେଣୁ ଆମେ ପ୍ରିଲିମ୍ ପାଇଁ ଦରକାର ସେଥିପାଇଁ ଆମେ ପଢୁଛନ୍ତି ଆଚ୍ଛା ମୋତେ ଫାଷ୍ଟ କୁହ ମାନେ କ'ଣ ହବ ମାନେ ଏତିକି ପର୍ଯ୍ୟନ୍ତ ବୁଝା ପଡ଼ିଲା ଏ ପର୍ଯ୍ୟନ୍ତ ବୁଝା ପଡ଼ିଲା ରେ ଆଜ୍ଞା ତାପରେ ବର୍ତ୍ତମାନ ଦେଖିବା ହଁ
सर शाह आलम टू ଥିଲେ मुगल एम्पायर किंतु सिराजुद्दौला मीर कासिम की मिर्जापुर सीए सर कौन ଥିଲେ किए से ସିଏ सर ଯେମିତି शाह आलम मुगल एम्पायर ଥିଲେ हाँ हाँ सिराजुद्दौला तापर जो मिर्जापुर हेले आ मीर हाँ कासिम एमान सब सीए नवाब ଥିଲେ बेंगल नवाब ଥିଲେ अरे सर सीए भी कौन मुस्लिम ଥିଲେ ना हाँ कौन मुस्लिम मुस्लिम ଥିଲେ मुस्लिम ना ହଁ ତାଙ୍କର ମୁଁ ତ ଷ୍ଟୋରି କାଲି ଆବସେଣ୍ଟ ଥିଲ କି କାଲି ମୁଁ ଷ୍ଟୋରି କହିନଥିଲି କି ତାପରେ କଣ ହେଲା କେମିତି ଆଜ୍ଞା ଖୁର୍ସିଦ ଅଲି ଆଜ୍ଞା ଖାନ କେମିତି କଲେ ତାପରେ କଣ ହେଲା ସବୁ କହିଥିଲି ନା ହଁ ସେ ନୋଟଟା ପଢ ପ୍ରଥମେ ସେ ଯୋଉ ନୋଟ୍ସ ଲେଖା ହେଇଥିଲା କାଲି ମୁଁ ସେଥିପାଇଁ ଲେଖି ଲେଖି ଯାଉଛି ସେ ନୋଟ୍ସଟା ଭଲ ଭାବରେ ପଢ ଦେଖ ଯାହା ପଢା ହେଇଛି ତାକୁ ବାରମ୍ବାର ରିଭାଇଜ କର ଖାଲି ଲେଖିକି ପରୀକ୍ଷା ଥୋଇଦେଲେ କିଛି ହବନି ଏଗୁଡ଼ା ୱାନ୍ସ ମାଇଣ୍ଡରେ ରହିଗଲେ ଗପଟା ରହିଯିବ ତ ଗପ ଗୁଡାକ କଣ ଅଛି କେଥିରେ ତ ପ୍ରଥମେ କଣ ହେଲା ନା ବର୍ତ୍ତମାନ ତମେ କହ ସାର୍ ସେ ତ ମୁଗଲ ଏମ୍ପାୟାର ଥିଲେ ସେ ବେଙ୍ଗଲର ଦିବାନ ରାଇଟ୍ସ କଣ ଦେଲେ ଆରେ ବେଙ୍ଗଲ ଯୋଉ ମୁଗଲ ଯିଏ ଏମ୍ପାୟାର ଥିଲେ ତାଙ୍କ ଅଣ୍ଡରରେ ସବୁ ଥିଲା ନା ସେମାନେ ଯେହେତୁ ୱିକ୍ ହେଇ ଆସିଲେଣି ତାଙ୍କୁ କେହି ମାନୁନଥିଲେ ଏତେ ରେସପେକ୍ଟ ଦଉନଥିଲେ କିନ୍ତୁ ବାଇ ଲ ତ ତାଙ୍କ ହାତରେ ସବୁ ଅଛି ବର୍ତ୍ତମାନ ନା ନିୟମ ଅନୁସାରେ ତାଙ୍କ ହାତରେ ବି ସବୁ ଅଛି ଆଉ ମୁଗଲ ଏମ୍ପାୟାର ଦିଲ୍ଲୀରେ ରହୁଥିଲେ ଆଉ ତାଙ୍କ ଅଣ୍ଡରରେ ସବୁ ରହୁଥିଲା ଏ ଆହ୍ଲାବାଦ ହଉ ମାନେ ଅବଧ ହଉ ବେଙ୍ଗଲ ହଉ ଓଡିଶା ହଉ ବିହାର ହଉ ଯାହା ବି ସବୁ ତାଙ୍କ ଅଣ୍ଡରରେ ରହୁଥିଲା ନା ସବୁ ପ୍ରୋଭିନ୍ସ ଗୁଡା ତାଙ୍କ ଅଣ୍ଡରରେ ଥିଲା ଆଉ ପ୍ରତି ପ୍ରୋଭିନ୍ସରେ ଜଣେ ଜଣେ କଣ ଥିଲେ ନବାବ ରହୁଥିଲେ ଯେମାନଙ୍କୁ କୁହାହଉଥିଲା ଗଭର୍ଣ୍ଣର ବା ଡେପ୍ଟି ଗଭର୍ଣ୍ଣର ତାଙ୍କ ତଳକୁ ସୁବେଦାର ଏଗୁଡା ସବୁ କୁହାଉଥିଲା ତାଙ୍କ ଯୋଉ ସୁବା ଥିଲା ତାକୁ ସୁବେଦାର କୁହାଉଥିଲା ତେଣୁ ଏଇ ସବୁ ଜିନିଷ ଗୁଡାକର ଏମିତି ଏମିତି ଥିଲା ତେଣୁ କଣ ବର୍ତ୍ତମାନ କଣ ହେଲା ନା ଯେତେବେଳେ ମାନେ ହାରିଗଲେ ବକ୍ସାର ଯୁଦ୍ଧରେ 64 ମସିହାରେ 1764 ରେ ଆଙ୍କ ସହିତ ଟ୍ରିଟି ଅଫ ଆହ୍ଲାବାଦ ସାଇନ୍ ହେଲା ଟ୍ରିଟି ଅଫ ଆହ୍ଲାବାଦରେ ତ ମୀର କାସିମ ତ ପଳେଇଥିଲା କୁଆଡେ ଲୁଚି କି ତେଣୁ ବର୍ତ୍ତମାନ କଣ ହେଲା ନା ରବର୍ଟ କ୍ଲାଇଭ ଆସିକି ଶାହ ଆଲମ ରବର୍ଟ କ୍ଲାଇଭ ନଥିଲା ତାକୁ ଡାକିଲେ କହିଲେ ତୁ ଆସେ ତୁ ବଢିଆ ଚୁକ୍ତି ସ୍ୱାକ୍ଷର କରିବୁ ତାଙ୍କ ସହିତ ନେଗୋସିଏଟ କରିବୁ ତାକୁ ଡାକିଲେ କହିଲେ ମାନେ ହେବେନି ତୁ ପଳେଇ ଆସେ ରବର୍ଟ କ୍ଲାଇଭ ଆସିଗଲା ଆସିକି ବର୍ତ୍ତମାନ କଣ କଲା ନବାବ ଅବଧ ସହିତ କହିଲା ତ କହିଲେ ଯେ ଆମକୁ କଣ ଦିଅ ତମେ ନେଇଯାଅ ତମର ଅବଧ ତା ସହିତ ତମକୁ ଆମେ ପ୍ରୋଟେକ୍ସନ ବି ଦବୁ ଆମର ଯାହା ଆର୍ମି ଫାର୍ମି ସବୁ ତମକୁ ଦବୁ କିନ୍ତୁ ତମେ ତାର ଖର୍ଚ୍ଚ ବାର୍ଚ୍ଚ ସବୁ ବୁଝିବ ଆଉ ବାକି ତା ବଦଳରେ ତମେ କଣ ହବ ନା କାରା ଆହ୍ଲାବାଦ ଆମକୁ ଦବ ତେଣୁ ତାଙ୍କଠୁ କାରା ଆହ୍ଲାବାଦ ଆଣିକି ଶାହ ଆଲମ ଟୁକୁ ନେଇକି ଦେଲେ କହିଲେ ବର୍ତ୍ତମାନ ତମକୁ କାରା ଆହ୍ଲାବାଦ ତମକୁ ଦେଇଦେଲୁ ତା ବଦଳରେ ତମେ ଆମକୁ କଣ କରିବ ନା ଦିବାନି ରାଇଟ୍ସ ଦବ ବେଙ୍ଗଲ ବିହାର ଓଡିଶା କାରଣ ଯିଏ ନବାବ ଥିଲା ଅବଧର ସେ ତ ଦେଇପାରିବ ନା ରାଇଟ୍ସ ର କାରଣ ସେ ଗୋଟେ ପ୍ରୋଭିନ୍ସ ର ଥିଲା ଓଡିଶା ବେଙ୍ଗଲ ପ୍ରୋଭିନ୍ସ ର ଶାହ ଆଲମ ଟୁ ଦେଇପାରିବ କାରଣ ସେ ମୁଗଲ ଏମ୍ପରର ଥିଲା ବୁଝୁଛ ନା ନାଇଁ ତେଣୁ ଦିୱାନି ଆଜ୍ଞା ରାଇଟ୍ସ ଦିୱାନି ରାଇଟ୍ସ ଅଫ କଣ ବେଙ୍ଗଲ ବିହାର ଓଡିଶାର କାହାଠୁ ଆଣିଲେ ଶାହ ଆଲମଠୁ ଆଣିଲେ ତ କାହିଁକି ଦେଇପାରିଲା ବିକଜ ସେ ମୁଗଲ ଏମ୍ପାୟର ଥିଲା ମୁଗଲ ଏମ୍ପାୟର ମୁଗଲ ଅଣ୍ଡରରେ ସବୁ ଥିଲେ ନା ତାଙ୍କ ଅଣ୍ଡରରେ ମାନେ ସବୁ ରହୁଥିଲେ ଯେତେବେଳେ ତେଣୁ ସେ କଣ କଲା ନା ତାଙ୍କୁ ତା ସେଠୁ ରାଇଟ୍ସ ମିଳିଗଲା ତାଙ୍କୁ ଶାହ ଆଲମଠୁ ରାଜି ହେଇଗଲା ତ ବର୍ତ୍ତମାନ ନୂଆ ସିଷ୍ଟମ ଚାଲିବ ବର୍ତ୍ତମାନ କାରଣ ବେଙ୍ଗଲ ମାନେ ବର୍ତ୍ତମାନ ଟ୍ୟାକ୍ସ କଲେକ୍ଟର କିଏ ସେ ବର୍ତ୍ତମାନ ଟ୍ୟାକ୍ସ କଲେକ୍ଟର କିଏ ସେ ଇଂଲିଶ ଲୋକ ब्रिटिश ବେଙ୍ଗଲ ପ୍ରୋଭିନ୍ସ ଅଣ୍ଡର ବେଙ୍ଗଲ ହେଲା ଓଡିଶା ହେଲା ବିହାର ହେଲା ଏସବୁ ଏରିଆରେ ବର୍ତ୍ତମାନ ଟ୍ୟାକ୍ସ କଲେକ୍ଟର କିଏ ହେଇଗଲା ବର୍ତ୍ତମାନ ହେଇଗଲା ବ୍ରିଟିଶ ତେଣୁ ଆରମ୍ଭ ହବ ଲ୍ୟାଣ୍ଡ ଟେନର ସିଷ୍ଟମ କେମିତି ଅଧିକ ଟ୍ୟାକ୍ସ ଆସିବ ଅଧିକ ପଇସା କେମିତି ଆତ୍ମସାତ କରିବା ତାଙ୍କ ଦାୟିତ୍ୱ ମାନେ ସେମାନଙ୍କର ଇଣ୍ଟେନସନ ରହିଲା ସେମାନଙ୍କର ପଇସା ଦରକାର ନା ତେଣୁ କେମିତି କଣ କରିବା କରପସନ ହାଇ ହେଲା ରବର୍ଟ କ୍ଲାଇଭ ତ ଛାଡ ମାନେ ଯୋଉ ଅବସ୍ଥା କରିକି ଯାଇଛି ସେ ଭାରତ ଲୋକଙ୍କୁ ତେଣୁ ଏଇ ସମୟରେ ତାପରେ ବର୍ତ୍ତମାନ ଆପରେ ଆମେ ଜମ୍ପ କରିବା ଲ୍ୟାଣ୍ଡ ଟେନର ସିଷ୍ଟମ କାରଣ ବର୍ତ୍ତମାନ ଏମାନଙ୍କୁ ଦିୱାନ ରାଇଟ୍ସ ମିଳିଗଲା ଟ୍ୟାକ୍ସ କଲେକ୍ସନ କରିବା ଦାୟିତ୍ୱ ଆପରେ ଦେଖିବ ଲ୍ୟାଣ୍ଡ ଟେନର ସିଷ୍ଟମ କୋଉ ଭଳିଆ ଥିଲା ଏଥିରେ ଆମେ ସବୁ ବିଭିନ୍ନ ପ୍ରକାର ସିଷ୍ଟମ ପଢିବା ଯୋଉ ଚିରସ୍ଥାୟୀ ବନ୍ଦୋବସ୍ତ ତାପରେ ରୟତେରୀ ସିଷ୍ଟମ ହଲାବାରୀ ସିଷ୍ଟମ ସେମିତି କଣ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ମାନେ ଡେଭଲପ କଲେ ପ୍ରଥମେ ବେଙ୍ଗଲରେ କଲେ ତାପରେ ଅଲଗା ଅଲଗା ଜାଗାରେ ପ୍ରାକ୍ଟିସ କଲେ ତ ଟ୍ୟାକ୍ସ କଲେକ୍ସନ କରିବାର ନୂଆ ନୂଆ ନିୟମ ସବୁ ପ୍ରଣୟନ କଲେ ମାନେ କେମିତି କଣ କରିବା କେମିତି କଣ ଟ୍ୟାକ୍ସ କଲେକ୍ସନ ଠିକ ସେ କରିହବ ଠିକ୍ସ ମାନେ ତାଙ୍କର କିନ୍ତୁ ମ୍ୟାକ୍ସିମମ୍ ପ୍ରଫିଟ ହବ ଲୋକ ମରନ୍ତୁ ଫାର୍ମର୍ସ ମରନ୍ତୁ ପିଜିଆନ୍ ସୋସାଇଟି ବର୍ବାଦ ହେଇଯାଉ ତାଙ୍କର ଯିବା ଆସିବା କିଛି ନଥିଲା ହେଲା ତେଣୁ ବର୍ତ୍ତମାନ କଣ କରିବା ଆମେ ବର୍ତ୍ତମାନ ଯିବା ଲ୍ୟାଣ୍ଡ ଟେନର ସିଷ୍ଟମ ବା ରେଭିନ୍ୟୁ ସିଷ୍ଟମ ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମ ହେଲା ସେ ବିଷୟରେ ବର୍ତ୍ତମାନ ଆମେ କଣ କରିବା ନା ଆରମ୍ଭ କରିବାକୁ ପଡିବ ହେଲା ବର୍ତ୍ତମାନ ଏଇ ପର୍ଯ୍ୟନ୍ତ କ୍ଲିୟର ହେଇଗଲା ବକ୍ସାର ଯୁଦ୍ଧ ସବୁ ସରିଗଲା କେମିତି କଣ ହେଲା ଏବେ ତ କୋଶ୍ଚିନ୍ ଯାହା ପଡିବ ବକ୍ସାର ଯୁଦ୍ଧ ରିଲେଟେଡ ହଉ ପଲାସି ଯୁଦ୍ଧ ରିଲେଟେଡ ହଉ କର୍ଣ୍ଣାଟକ ୱାର୍ସ ରିଲେଟେଡ ହଉ ତମେ ତ କରିପାରିବ ନା ତାପରେ ଯାଇକି ଏମସିକ୍ୟୁ ଲଗାଉଥିବ ବର୍ତ୍ତମାନ ଏଗୁଡ଼ା ସରିଯାଉଛି ଯେତିକି ସରିଯାଉଛି ରିଲେଟେଡ ଏମସିକ୍ୟୁ ଗୁଗଲରେ ମିଳିଯିବ ତମକୁ ଏମସିକ୍ୟୁ ଲେଖିବ ଏମସିକ୍ୟୁ ଅନ୍ କମିଂ ଅଫ୍ ୟୁରୋପିଆନ୍ସ ଟୁ ଇଣ୍ଡିଆ ଏମସିକ୍ୟୁ ଅନ୍ କର୍ଣ୍ଣାଟକ ୱାର୍ସ ଏମସିକ୍ୟୁ ଅନ୍ ପଲାସି ୱାର ଏମସିକ୍ୟୁ ଅନ୍ ବକ୍ସାର ୱାର ତମକୁ ସର୍ଚ୍ଚ କରିବ ତ ବହୁତ ଗୁଡେ ୱେବସାଇଟ ମିଳିଯିବ ତମକୁ ଗ୍ରାଫିକ ୱେବସାଇଟ ମାନେ ଏମସିକ୍ୟୁ ବଗେରା ସବୁ ମିଳିବ ସେଥିରେ ତ ସେଗୁଡ଼ା ସବୁ ପ୍ରାକ୍ଟିସ କର ଯଦି ନାହିଁ ସେ ବହି ତମ ପାଖରେ ଅଛି ତ ବହିରୁ ବି କର ବହିରୁ କର ଗୁଗଲରୁ କର ସବୁଠୁ କର ହେଲା କଣ୍ଟିନ୍ୟୁଅସଲି ପରିଶ୍ରମ କର ଆଇ ଏମ୍ ଟେଲିଂ ୟୁ କଣ୍ଟିନ୍ୟୁଅସଲି ପରିଶ୍ରମ ନ କଲେ ହବନି କଣ୍ଟିନ୍ୟୁଅସଲି ତମେ ପରିଶ୍ରମ ନ କରିବା ଜିନିଷକୁ ନ କରିବା ରହୁ ରହୁ ରହିଯିବ ହେଳା କରନି ଟୋଟାଲ ମୁଁ କହିଲି ବର୍ଷ ସାରା 24 ଆୱାର୍ସ ଖାଲି ଏକ୍ସାମ ବିଷୟରେ ଭାବ ମତେ କଣ କରିବାର ଅଛି ଆଉ କଣ ଇମ୍ପ୍ରୁଭମେଣ୍ଟ କରିବି ଆଉ କଣ ପଢିବି କୋଉଠି ମତେ ଲ୍ୟାକ୍ ରହୁଛି କାରଣ ସବୁ ପିଲାଙ୍କର ୟୁନିକ୍ ସିଷ୍ଟମ ଆମେ ଜଣେ ଜଣେ ଆମ ସମସ୍ତଙ୍କର ୱିକ୍ ଏରିଆ ଅଲଗା ଅଲଗା କାହାକୁ କୋଉଠି ପ୍ରୋବ୍ଲେମ ହଉଛି ବୁଝିପାରୁଛ ନାଇଁ କିଛି ଲାଜ କରିବାର ନାହିଁ ଯୋଉ ଏରିଆରେ ବି ପ୍ରୋବ୍ଲେମ ହଉଛି ସେଇ ଏରିଆରେ କାମ କରିବାର ଅଛି
ତେଣୁ ଏମିତି ସବୁ କର। ତାପରେ ବର୍ତ୍ତମାନ ଆମେ ଦେଖିବା ଲ୍ୟାଣ୍ଡ ଟେନର ସିଷ୍ଟମ କୁ ଯିବା ହେଲା। ତ କଣ କରିବା ନା ଆମେ ପ୍ରଥମେ ଦେଖିବା ଇଜାରେଦାରୀ ସିଷ୍ଟମ ପ୍ରଥମେ ଦେଖିବା ଇଜାରେଦାରୀ ସିଷ୍ଟମ, କାରଣ ଏମାନଙ୍କୁ ବର୍ତ୍ତମାନ ବେଙ୍ଗଲ ଏରିଆରେ ମିଳିଗଲା ଟାକ୍ସ କଲେକ୍ସନ କରିବା ଦାୟିତ୍ୱ। ବର୍ତ୍ତମାନ ଏମାନେ କେମିତି ସିଷ୍ଟମ ବନେଇବା ଷ୍ଟାର୍ଟ କଲେ। ତ ଲ୍ୟାଣ୍ଡ ଟେନର ସିଷ୍ଟମରେ ପ୍ରଥମେ ଦେଖିବା ଆମେ ଇଜାରେଦାରୀ ସିଷ୍ଟମ ହେଲା, ବା ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମ ଇଜାରେଦାରୀ ସିଷ୍ଟମ ଆମେ ଦେଖିବା। ତ ବର୍ତ୍ତମାନ ହେଡିଂ ଦିଅ ଇଜାରେଦାରୀ ସିଷ୍ଟମ। ଦେଖ ଏବେ ଆମର କଣ ସରିଲା, କମିଂ ଅଫ ୟୁରୋपिଆନ୍ସ ଟୁ ଇଣ୍ଡିଆ, ତାପରେ ଆମେ ପଢିଲେ କର୍ଣ୍ଣାଟିକ ୱାର୍ସ 1, କର୍ଣ୍ଣାଟିକ ୱାର 2, କର୍ଣ୍ଣାଟିକ ୱାର 3, ତିନିଟା କର୍ଣ୍ଣାଟିକ ୱାର ସାରିଲେ, ବ୍ୟାଟଲ ଅଫ ପଲାସି ସରିଲା, ବ୍ୟାଟଲ ଅଫ ବକ୍ସାର ସରିଲା। ବର୍ତ୍ତମାନ ଆମେ ଦେଖିବା ଲ୍ୟାଣ୍ଡ ଟେନର ସିଷ୍ଟମ ବା ଲ୍ୟାଣ୍ଡ ରେଭିନ୍ୟୁ ସିଷ୍ଟମ କୋଉ ଭଳିଆ ବ୍ରିଟିଶ ମାନଙ୍କର ଡେଭଲପ କଲେ ସେ ବିଷୟରେ ବର୍ତ୍ତମାନ କରିବା। ବର୍ତ୍ତମାନ ଏଇଟା ବର୍ତ୍ତମାନ 1764-65 କଥା ସରିଲା ହେଲା। ତାପରେ ଏମିତି ଏମିତି ଚାଲିଲା, ବିଭିନ୍ନ ପ୍ରକାର ଘଟଣା ସବୁ ଚାଲିଲା। ବର୍ତ୍ତମାନ ଆମେ ଟିକେ ଲ୍ୟାଣ୍ଡ ସିଷ୍ଟମ ପାଖକୁ ଯିବାକୁ ପୂର୍ବରୁ ଆମକୁ ଟିକେ ଟିକେ ବ୍ୟାକଗ୍ରାଉଣ୍ଡକୁ ବି ଯିବାକୁ ପଡିବ, କଣ କରିବା କେମିତି କଣ ସିଷ୍ଟମ ଥିଲା ଏଇ ସମୟ। ଦେଖ ହେଡିଂ ଦିଅ ଇଜାରେଦାରୀ ସିଷ୍ଟମ, ଇଜାରେଦାରୀ ସିଷ୍ଟମ। इजारेदारी सिस्टम, इजारेदारी सिस्टम, इजारेदारी सिस्टम है। इजारेदारी सिस्टम रे कौन लगे रे? इजारेदारी सिस्टम रे कौन है? देखो जदि हम तापर लैंड रेवेन्यू सिस्टम इंट्रोड्यूस्ड बाय वारेन हेस्टिंग्स 1772 रे हैला। देखो लैंड रेवेन्यू सिस्टम, लैंड रेवेन्यू सिस्टम, लैंड रेवेन्यू सिस्टम देखो आमर कौन कि हिस्ट्री बहुत अच्छे, आम हिस्ट्री को डिटेल टिकनिक करके पढ़ुना। आमको जो जो एरिया दरकार आम से एरिया पढ़ा, कारण प्रिलिम खाली आमको दरकार। आम डिटेल्स रे गले हिस्ट्री ऑप्शनल हो पूरा, मैंने हिस्ट्री ऑप्शनल नहीं पढ़ते डिटेल स्टडी हो पूरा। तो आमको से जिन दरकार ना, जो जो एरिया दरकार आम से एरिया पढ़ी पढ़ी चलो बुझेगा। से आम दरकार आम परीक्षा जेको जीएस पर्सपेक्टिव, जनरल स्टडीज पर्सपेक्टिव है। तो लैंड रेवेन्यू सिस्टम इंट्रोड्यूस्ड बाय वारेन हेस्टिंग्स इन 1772 लैंड सिस्टम। तुम कह सर 1772 इंट्रोड्यूस है, से तो 1765 डिवाइन राइट्स मिलगला, केमती कौन है? अरे आगु जमी चलते चलते कारण गोटे जिन तो हठात घटी जाऊनी ना, आस्ते आस्ते करके रिफॉर्म हो बुझे। तेणु लैंड रेवेन्यू सिस्टम इंट्रोड्यूस्ड बाय वारेन हेस्टिंग्स, इंट्रोड्यूस्ड बाय वारेन हेस्टिंग्स, इंट्रोड्यूस्ड by Warren Hastings, Warren Hastings, Warren Hastings in 1772, 1772 बुझेला 1772 गॉट इट। तो हम देखिए प्रथम कौन करवा, प्रथम कौन करवा ना बर्तमान कौन करे बर्तमान कौन करवा ना बर्तमान मुगल एम्पायर जो आगु केमती सिस्टम थिला सेटा देखो। बैकग्राउंड को जावा प्रथम ना, बैकग्राउंड बैकग्राउंड को भले देखो। प्रथम थिला मुगल एम्पायर, आर पर साइड को जावा माने करो। देखो प्रथम थिला कौन से मुगल एम्पायर थिला। अरे मुझे लिखुच देखा जाउ समस्त को तो अच्छा मुगल एम्पायर थिला। आ तुम जानिछ मुगल एम्पायर को कोन गोटे प्रोविंस रे सब डिवाइड करा हितला। प्रोविंस को करा हितला। प्रोविंस को पुनी कोन डिवाइड करा हितला कोथरे सुबारे ना नहीं जानिछ ना एउडा सुबारे डिवाइड करा हितला। ଆଜ୍ଞା एसे सुबारे डिवाइड करा हितला। आ एठी रहउतले के से गवर्नर, एठी के रहउतला एरे मेड के मेन के गवर्नर, गवर्नर एठी के एठी रहउते डेप्यूटी गवर्नर बा सुबेदार बा नवाब भी कहउतला। गवर्नर बा नवाब जिजा ना कर कहउतले डेप्यूटी गवर्नर, डेप्यूटी गवर्नर और कौन डेप्यूटी गवर्नर कौन और सुबेदार भी कहउतले, जहाँ तुम कहि परिबो सुबेदार बा नवाब जहाँ कहि परिबो हला। तो एमती कंडीशंस थिला। तापर जो सुबा थिला, ए जो सुबा गुडा सब थिला, ए सुबा एमान जो टैक्स कलेक्शन करे पय आंको दायित्व सब के रहउतले जमींदार रहउतले, सब जमींदार हला आंको अंडर रहउतले जमींदार, जमींदार।
ସେତେବେଳେ ତ ବେଶୀ ଏତେ କିଛି କଳକାରଖାନା ଏସବୁ ନଥିଲା। ମେନ୍ ହେଲା ଏଗ୍ରିକଲଚର ଇନକମ୍ ହଉଥିଲା ଜମିଦାର। ତ ଜମିଦାର ଯେ କଣ କରିବେ ନା ଜମିଦାର ଟ୍ୟାକ୍ସ ଦେବେ ଆଙ୍କୁ ଡେପ୍ଟି ଗଭର୍ଣ୍ଣର ଯିଏ ଥିବ ବା ଏମାନଙ୍କୁ ଦିୱାନ ବି କୁହାହଉଥିଲା। ଦିୱାନ ବି କୁହାହଉଥିଲା ହେଲା। ଏଠି ବି ଆମକୁ ଦିୱାନ ଗଭର୍ଣ୍ଣର ବା ଦିୱାନ ବି କୁହାହଉଥିଲା। ଦିୱାନ କାରଣ ଏମାନଙ୍କର ମେନ୍ କାମ ଟ୍ୟାକ୍ସ କଲେକ୍ସନ ଦାୟିତ୍ୱ ରହୁଥିଲା। ଦିୱାନ ବି କୁହାହଉଥିଲା ହେଲା। ତେଣୁ ଏମାନଙ୍କର ଡେପ୍ଟି ଗଭର୍ଣ୍ଣର କାହାକୁ ଦେବେ? ଏଠି ଦେବେ ଗଭର୍ଣ୍ଣରକୁ, ଏବଂ ଗଭର୍ଣ୍ଣର ନେଇକି ଦେବେ କାହାକୁ? ମୁଗଲ ଏମ୍ପରରକୁ ଦେବେ। ତ ଏଇ ଟାଇପ୍ ସିଷ୍ଟମରେ ଟ୍ୟାକ୍ସ ଉଠି ଉଠି ଉପରକୁ ଯାଉଥିଲା। ଇଏ ଜମିଦାର ମାନେ ଆଗ ତଳେ କିଏ ଥିଲେ? ଆଗ ତଳେ ସବୁ ପିଜିଆନ୍ସ ଥିଲେ। ଆଗ ତଳେ କିଏ? ସେ ସବୁ ପିଜିଆନ୍ସ ଗୁଡା, ପିଜିଆନ୍ସ ମାନେ ସବୁ PASANTS ପିଜିଆନ୍ସ। ତେଣୁ ଏ ପିଜିଆନ୍ସ ଆଙ୍କୁ ଦେବେ। ପିଜିଆନ୍ସ ଟୁ ଜମିଦାର କଲେକ୍ଟ କରିକି ନେଇକି ଆଙ୍କୁ ଦେବେ, ଇଏ ନେଇକି ଆଙ୍କୁ ଦେବେ, ଇଏ ନେଇକି ଡାଇରେକ୍ଟ ମୁଗଲ ଏମ୍ପରରକୁ। ଏଭଳିଆ ଖସବା ଥିଲା। ବୁଝୁଛ ନା ନାଇଁ? ତେଣୁ କଣ ହେଲା ଯେତେବେଳେ ଏଇଭଳିଆ କଣ୍ଡିସନ ସବୁ ଏକ୍ଜିଷ୍ଟ କରୁଥିଲା, ମାନେ ଏଇଭଳିଆ ଖସଡ଼ା ଥିଲା ପୁରା। ତ ଯେତେବେଳେ କଣ ହେଲା ନା ଯେତେବେଳେ 1764 ମାନେ ଜିତିଗଲେ ବ୍ୟାଟଲ ଅଫ ବକ୍ସାରରେ ବ୍ରିଟିଶ ଲୋକମାନେ, ତ ଟ୍ରିଟି ଅଫ ଆଲାହାବାଦ ସାଇନ୍ ହେଲା। ଆଉ ଟ୍ରିଟି ଅଫ ଆଲାହାବାଦ ଯେତେବେଳେ ସାଇନ୍ ହେଲା, ସେତେବେଳେ ଏମାନଙ୍କୁ କଣ ଶାହ ଆଲମ ଟୁଙ୍କଠୁ ଏମାନଙ୍କୁ ଦିୱାନ ରାଇଟ୍ସ ମିଳିଗଲା ବେଙ୍ଗଲ, ବିହାର ଆଉ ଓଡ଼ିଶା। ବୁଝିହଉଛି? ଦିୱାନି ରାଇଟ୍ସ ମାନେ ରାଇଟ୍ସ ଅଫ ରେଭିନ୍ୟୁ କଲେକ୍ସନ ଦାୟିତ୍ୱ ମିଳିଗଲା ବେଙ୍ଗଲ, ବିହାର ଆଉ ଓଡ଼ିଶା। ତେଣୁ ଏମିତି ହେବା ଦ୍ୱାରା କଣ ହେଲା ନା ବର୍ତ୍ତମାନ କଣ କଲେ ନା ଯୋଉ ଦିୱାନ ଥିଲେ ବା ପ୍ରୋଭିନ୍ସ ଲେଭେଲରେ ଯୋଉ ଦିୱାନ ଥିଲେ ବର୍ତ୍ତମାନ ସେ ସବୁ ହଟିଗଲେ। ବର୍ତ୍ତମାନ ତା ଜାଗାରେ ଆସିଲା ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ। ବୁଝିହଉଛି ନା ନାଇଁ? ତ ମେନଲି କଣ ହେଲା ଦେଖ, ବର୍ତ୍ତମାନ ଯୋଉ ଖସଡ଼ା ଥିଲା ଆଗରୁ କେମିତି ଦେଖ ପ୍ରଥମ ସିଷ୍ଟମ କୋଉ ଭଳିଆ ଥିଲା ଦେଖ। ତ ପ୍ରଥମେ ରହିଲା କଣ ନା ଏଠି ଜମିଦାର ରହିଲେ, ପିଜିଆନ୍ସ, ପିଜିଆନ୍ସ। ପିଜିଆନ୍ସ କାହାକୁ ଦେବେ ଟ୍ୟାକ୍ସ? ଜମିଦାରକୁ ଦେବେ। ଜମିଦାରକୁ ଦେବେ। ଜମିଦାର କାହାକୁ ଦଉଥିଲେ? ଜମିଦାର କାହାକୁ ଦଉଥିଲେ ନାଇଁ? ଆରେ ଜମିଦାର କାହାକୁ ଦଉଥିଲେ? ସୁବାନୀ ସୁବେଦାର। ସୁବେଦାର ସୁବେଦାର ବା ଡେପ୍ଟି ଗଭର୍ଣ୍ଣରକୁ। ଡେପ୍ଟି ଗଭର୍ଣ୍ଣର କାହାକୁ ନେଇ ଦଉଥିଲା? ଗଭର୍ଣ୍ଣର ବା ଏମାନଙ୍କୁ ଦିୱାନ ବି କୁହାଯାଉଥିଲା। ଗଭର୍ଣ୍ଣର ବା ଦିୱାନ ବି କୁହାଯାଉଥିଲା ଏମାନଙ୍କୁ, କାରଣ ଏମାନେ ଟ୍ୟାକ୍ସ କଲେକ୍ସନ କରିବା ଦାୟିତ୍ୱ ରହୁଥିଲେ। ତ ଗଭର୍ଣ୍ଣର ନେଇ କାହାକୁ ଦଉଥିଲେ? କାହାକୁ ଦଉଥିଲେ କିରେ? ମୁଗଲ ଏମ୍ପରରକୁ। ମୁଗଲ ଏମ୍ପରରକୁ ଦଉଥିଲେ। ତ ଇଏ ବର୍ତ୍ତମାନ କଣ ହେଲା ନା ଯେତେବେଳେ ଆଫ୍ଟର ବ୍ୟାଟଲ ଅଫ ବକ୍ସାର ଏମାନେ ଉଠିଗଲେ ସବୁ। ଏଇ ଦି ଜଣ ବର୍ତ୍ତମାନ ଉଠିଗଲେ, କହିଲେ ଆଉ ତମର କିଛି କାମ ନାହିଁ, ଇଏ ନାହିଁ କିଛି। କାରଣ ଘରେ ଏଇ ଦାୟିତ୍ୱଟା କାହାକୁ ମିଳିଗଲା? କାହାକୁ ମିଳିଲା କିରେ? ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ମିଳିଲା। ଏମାନେ କଣ କଲେ ନା ଗୋଟେ ଫିକ୍ସଡ ରିଭେନ୍ୟୁ କାହାକୁ ଦେବେ? ଆରେ କାହାକୁ ଦେବେ? ମୁଗଲ ଏମ୍ପରକୁ ଗୋଟେ ଫିକ୍ସଡ ରିଭେନ୍ୟୁ ଦେବେ। ମାନେ କଣ ନା ମୁଗଲ ଏମ୍ପରକୁ ଗୋଟେ ଫିକ୍ସଡ ରିଭେନ୍ୟୁ ଦେବେ। ହେଲା। ଫିକ୍ସଡ ଆମାଉଣ୍ଟ ରିଭେନ୍ୟୁ ମୁଗଲ ଏମ୍ପରକୁ ଦେବେ। ଆଉ ବାକି ଯେତେ ଯାହା ଜମିଦାରଙ୍କ ହେଲା କଲେକ୍ଟ କଲେ। ଏଭଳିଆ କଣ୍ଡିସନ ବର୍ତ୍ତମାନ ହେଲା। ଆଉ ତାପରେ ଜମିଦାର ମାନଙ୍କୁ ସୁପରଭାଇଜ କରିବା ପାଇଁ କଣ କରାଗଲା? ବ୍ରିଟିଶ ମାନେ କଣ କଲେ? ଏମାନଙ୍କୁ ସୁପରଭାଇଜ କରିବା ପାଇଁ ୟୁରୋପିଆନ୍ ଅଫିସର୍ସ ଗିଭେନ୍ ସୁପରଭାଇଜରୀ ଅଥରିଟି ଓଭର ଦ ଜମିଦାର। ତାଙ୍କୁ ଦେଖାରେଖା କରିବା, ଠିକରେ କାମ କରୁଛନ୍ତି ନା ନାହିଁ ସେଥିପାଇଁ ସୁପରଭାଇଜର ଦାୟିତ୍ୱ ଦିଆଗଲା। ୟୁରୋପିଆନ୍ ଅଫିସର୍ସ were given କଣ କିରେ? were given supervisory authority over the ଜମିଦାର over these ଜମିଦାର। you got it ନା? over the ଜମିଦାର। ବୁଝିହେଲା? ତ କଣ ହେଲା ଦେଖ, ଏଇଭଳିଆ କଣ୍ଡିସନ ବର୍ତ୍ତମାନ ରହିଲା। ଏଇ କଣ୍ଡିସନଟାକୁ ବୁଝ ବର୍ତ୍ତମାନ କଣ ହେଲା। ତ ଆଗରୁ ଯୋଉ ସିଷ୍ଟମ ଥିଲା, ସେ ସିଷ୍ଟମ ଯୋଉ ଡେପ୍ଟି ଗଭର୍ଣ୍ଣର ଆଉ ଗଭର୍ଣ୍ଣର ଥିଲେ, ଦିୱାନ ଥିଲେ, ତାଙ୍କର ତ କାମ ଆଉ ରହିଲାନି। ଦିୱାନଙ୍କ ଜାଗାରେ ବର୍ତ୍ତମାନ କିଏ ଆସିଗଲା? ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସିଗଲା। ସେମାନେ ସବୁ କଲେକ୍ସନ ଦାୟିତ୍ୱରେ ରହିଲେ। ସେମାନେ ଗୋଟେ ଫିକ୍ସଡ ଆମାଉଣ୍ଟ ରେଭିନ୍ୟୁ ମୁଗଲ ଏମ୍ପରରକୁ ଦେବେ, ଆଉ ବାକି ସବୁ ସିଏ ରଖିବେ। ତ ଏମାନେ କଣ କଲେ ନା ଯେତେ ପାଇଲେ ସେତେ ଶୋଷଣ କଲେ। ଯେତେ ପାରିବ ଯେତେ ଅଧିକ ଟ୍ୟାକ୍ସ ଲଗେଇ ହବ
ତାଙ୍କର ଆଉ କିଛି ମାନେ ନିଘା ରହିଲାନି ଯେ କଣ କରାହବ, ମାନେ ମରୁଡ଼ି ପଡ଼ିଗଲା କି ବନ୍ୟା ହେଇଗଲା, କଣ ହେଲା, ଆଜି ବର୍ଷା ହେଲାନି, କଣ ତାଙ୍କର କିଛି ନାହିଁ। ତମେ ଏତିକି ପଇସା ଦବ ମାନେ ଦବ, ପ୍ରେଜେଣ୍ଟ କୋଉଠୁ ଆଣିବ? ଚାଷ ହେଲେ ଫସଲ ହେଲେ ତ ପୁଣି ତମକୁ କିଛି ଦବ, ନଦେଲେ ସେ କୋଉଠୁ ଦବ ତମ ଆଣିକି? ତମ ଜବରଦସ୍ତ ଜମିଦାରଙ୍କ ଉପରେ ମାନେ ପ୍ରେସର ପକେଇଲେ, ଆଉ ଜମିଦାରଙ୍କୁ ସୁପରଭାଇଜ କରିବା ପାଇଁ ସବୁ ୟୁରୋପିଆନ ଅଫିସର୍ସ ମାନେ ରହିଲେ। ଆଉ ୟୁରୋପିଆନ ଅଫିସର୍ସ ତ ଇଣ୍ଡିଆନ କ୍ଲାଇମେଟିକ କଣ୍ଡିସନ୍ସ, ଇଣ୍ଡିଆର କଲଚରାଲ କଣ୍ଡିସନ୍ସ, ଇଣ୍ଡିଆ କଣ୍ଡିସନ୍ସ ଭିତରେ ସେମାନେ ପୁରା ଅଜ୍ଞ। ସେମାନଙ୍କୁ କିଛି ଜଣ ଏଗ୍ରିକଲଚର ବିଷୟରେ, ଇଣ୍ଡିଆନ ଏଗ୍ରିକଲଚର ବିଷୟରେ ତାଙ୍କର କିଛି ଜିରୋ ନଲେଜ, ତ ସେ କଣ କରିବେ? ତାଙ୍କର କାମ ହେଲା କେମିତି ଜବରଦସ୍ତି ତାଙ୍କୁ ଟାକ୍ସ ସାଲେକ୍ସନ କରିବାର ଅଛି। ଆଉ ଜମିଦାର ମାନଙ୍କୁ ପ୍ରେସର କଲେ, ଜମିଦାର ମାନେ ପିଜେଣ୍ଟସ ମାନଙ୍କୁ ଅତ୍ୟାଚାର କଲେ, ତ ଦିସ୍ କଣ୍ଡିସନ କଣ୍ଟିନ୍ୟୁଡ। ବୁଝୁଛ ନା ନାଇଁ? ଦିସ୍ କଣ୍ଡିସନ କଣ୍ଟିନ୍ୟୁଡ। ତ ପୁରା କଣ ହେଲା ନା, ବେଙ୍ଗଲ ଏରିଆର ବା ବେଙ୍ଗଲ, ବିହାର, ଓଡିଶା ଏପଟ ଏରିଆର ପୁରା ଯୋଉ ପିଜେଣ୍ଟ୍ରିଟା, ମାନେ ପୁରା ଏଗ୍ରିକଲଚର ଗଟ୍ ଡେଷ୍ଟ୍ରଏଡ, ପୁରା ବର୍ବାଦ ହେଇଗଲା। ବୁଝିଲ ନାଇଁ? କାରଣ ନା ଜମିର ଇନଭେଷ୍ଟମେଣ୍ଟ ହେଲା, ଆମେ ଯାହାବି ଆମେ ମନେକର ଚାଷ ବାସ କରୁଛେ, ଜମିର ବି ଯତ୍ନ ନେବାକୁ ପଡିବ ନା, ଫିଲ୍ଡର ଯତ୍ନ ନେବାକୁ ପଡିବ। ଆଉ ଯଦି ନ ନେବ, ତମେ ମାନଙ୍କର ଜମି ଗୁଡାକର ଯତ୍ନ ନଉନ, ଖାଲି ମନ ଇଚ୍ଛା ଇଏ କରୁଛ, ତ କେମିତି ହବ ସବୁ? ଆଉ ପିଜେଣ୍ଟସ ମାନଙ୍କର ଏଇ କଣ୍ଡିସନ ରହିଲାନି, ସେମାନେ ଇଣ୍ଡେପ୍ଟେଡନେସ ହେଇଗଲେ, ମନି ଲଣ୍ଡରଙ୍କ ହାତରେ ଫସିଗଲେ। ମନି ଲଣ୍ଡରଙ୍କ ହାତରେ ଫସିଲେ, କାରଣ ସେ ମନେକର ଜମିଦାର ପଇସା ମାଗୁଛି ଟ୍ୟାକ୍ସ ଦିଏ, ତାର ଫସଲ ହେଇନି, ସେ ଦବ କୋଉଠୁ? ଯଦି ଗଲା ମନି ଲଣ୍ଡର ପାଖକୁ, ତାଠୁ ପଇସା ଆଣି ୟାକୁ ଦେଲା, ପୁଣି ନେକ୍ସଟ ଟାଇମ ଯେତେବେଳେ ଫସଲ ହେଲା, ଫସଲ କେତେବେଳେ ହବ, ପୁଣି ସେ ତାର ଲ୍ୟାଣ୍ଡ ପଇସା ଦେଇଛି, ମନେକର ଡେପ୍ଟରେ ଯେ ପଇସା ଦେଇଛି, ତାର ଇଣ୍ଟରେଷ୍ଟ ବି ଲାଗିଲା, ବଢି ଚାଲିଲା। ଇଣ୍ଟରେଷ୍ଟ ବଢି ଚାଲିଲା, ସେ ଡେପ୍ଟ ଦେଇଲାଣି, ତାର ଜମି ବାଜ୍ୟାପ୍ତି ହେଲା। ତ ଅକଥନୀୟ ଅତ୍ୟାଚାର ପୁରା କମ୍ପ୍ଲିଟଲି ଡିସଅର୍ଗାନାଇଜ୍ଡ, ମାନେ ଏଗ୍ରିକଲଚର ପୁରା ଡିସଅର୍ଗାନାଇଜ୍ଡ ହେଇଗଲା। ତେଣୁ କଣ କହୁଛି ନା, କଣ ହେଲା ଦେଖ, ଆଗ୍ରାରିଆନ ଇକୋନୋମିଟା କମ୍ପ୍ଲିଟଲି ଡିସଅର୍ଗାନାଇଜ୍ଡ। ତେଣୁ ଆଗ୍ରାରିଆନ ଇକୋନୋମି କଣ ହେଲା ନା, କମ୍ପ୍ଲିଟଲି ଡିସଅର୍ଗାନାଇଜ୍ଡ। ଦେଖ, ଆଗ୍ରାରିଆନ ଇକୋନୋମି ଦେଖ, ଆଗ୍ରାରିଆନ ଇକୋନୋମି ଦେଖ, ଆଗ୍ରାରିଆନ ଇକୋନୋମି, ଆଗ୍ରାରିଆନ ଇକୋନୋମି ଆଗ୍ରାରିଆନ ଇକୋନୋମି କଣ ଲାଗେ? ଗଟ୍ କଣ? କମ୍ପ୍ଲିଟଲି ଡିସଅର୍ଗାନାଇଜ୍ଡ। completely disorganized. completely disorganized. Organic economy got completely disorganized. ବୁଝି ହଉଛି? ତ ଯଦି ଆମେ ଦେଖିବା ବି ଏଇଭଳିଆ, ଦେଖ ଡ୍ର କରିବା ଏଇଭଳିଆ, ଦେଖ ତ 1765 ଏମାନଙ୍କୁ ଏମାନେ କଣ ହେଲା, 1765 ଦିୱାନ ରାଇଟ୍ସ ମିଳିଲା। ଆରେ 1765 କଣ ମିଳିଲା ଏମାନଙ୍କୁ? ହଁ, ଦିୱାନି ରାଇଟ୍ସ ମିଳିଲା। ଦିୱାନି ରାଇଟ୍ସ ମିଳିଗଲା 1765 କୁ ଦିୱାନି ରାଇଟ୍ସ ମିଳିଲା। କିନ୍ତୁ 1770 ବେଳକୁ ଫେମିନ୍ ପଡ଼ିଲା ବେଙ୍ଗଲରେ। 1770 ହେଲା ଫେମିନ୍, ଅବସ୍ଥା କିଛି ନାହିଁ, ଲୋକ ଖାଇବାକୁ ପାଇଲେନି। କୁହାଯାଉଛି 1/3 ବେଙ୍ଗଲ ପପୁଲେସନ was wiped out in this devastating famine. କୁହାଯାଉଛି କଣ ନା 1/3 କଣ କିରେ, 1/3 ବେଙ୍ଗଲ population 1/3 ବେଙ୍ଗଲ population was wiped out in this devastating famine. devastating famine devastating famine devastating famine devastating famine FAMINE in this devastating famine। ବୁଝୁଛି? ତ ଏଇଭଳିଆ କଣ୍ଡିସନ ସବୁ ରହିଲା। ତେଣୁ କଣ ହେଲା ନା, ଆଗ୍ରାରିଆନ ଇକୋନୋମି ପୁରା କମ୍ପ୍ଲିଟଲି ଡିସଅର୍ଗାନାଇଜ୍ଡ ହେଇଗଲା। ବୁଝୁଛି? ତେଣୁ ବିହାର, ବେଙ୍ଗଲ, ଓଡିଶାର ପ୍ରୋଭିନ୍ସରେ କଣ କରାଯିବ ନା, ଏମିତି କଣ୍ଡିସନ ସବୁ ହେଲା। ତ ଏମାନେ ସବୁ ତ୍ରାହି ତ୍ରାହି ମଚିଲା, କଣ କରିବା ତାହେଲେ?
ଯଦି ଫେମିନ୍ ହେଇଗଲାଣି ଲୋକ ମରିଗଲେଣି 1/3 ପପୁଲେସନ୍ ଲୋପ ପାଇଗଲାଣି ତ କ'ଣ କରାଯିବ ଏଇ ସମୟରେ କେମିତି କ'ଣ କରାଯିବ ତେଣୁ ତାର ସଲ୍ୟୁସନ୍ ପାଇଁ ଆମେ ଚିନ୍ତା କଲେ ତ ବର୍ତ୍ତମାନ କ'ଣ ହେଲା ଦେଖ ଆମର ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କ'ଣ କଣ୍ଡିସନ୍ସ ଅଛି ଦେଖ ବର୍ତ୍ତମାନ ସମୟ ପାଇଁ କ'ଣ କଣ୍ଡିସନ୍ସ ଅଛି ଆଚ୍ଛା ଏଇ ସମୟରେ କ'ଣ କଣ୍ଡିସନ୍ ଅଛି ଦେଖ ତ ଏଇ ସମୟରେ କ'ଣ କଣ୍ଡିସନ୍ ଅଛି କିରେ ତାହେଲେ ଆମର କ'ଣ ହେଲା ନା ଆଗ୍ରାରିଆନ୍ ଇକୋନୋମି ପୁରା କମ୍ପ୍ଲିଟଲି ଡିସଅର୍ଗାନାଇଜ୍ଡ ମାନେ ବେଙ୍ଗଲ ବିହାର ଓଡ଼ିଶା ବେଙ୍ଗଲ ବିହାର ଓଡ଼ିଶା ଆଗ୍ରାରିଆନ୍ ଇକୋନୋମି ପୁରା ଆମେ କ'ଣ କଣ୍ଡିସନ୍ ଅଛି ଏମାନେ ସବୁ ଏଇଠିର କ'ଣ ହବ ନା ଏମାନେ ସବୁ ଜମିଦାର ପିଜିଆନ୍ସ ମାନେ କାହାକୁ ଦଉଥିଲେ ଜମିଦାର ମାନଙ୍କୁ ଟ୍ୟାକ୍ସ ଦେବେ ତ ଜମିଦାରକୁ ସୁପରଭାଇଜ କରିବା ପାଇଁ କିଏ ଥିଲା ୟୁରୋପିଆନ୍ ଅଫିସର ଥିଲେ ସୁପରଭାଇଜର यूरोपियन ऑफिसर कौन ले यूरोपियन ऑफिसर थे सुपरवाइजर सुपरवाइजर सॉरी सुपरवाइजर यही एसओआर सुपरवाइजर थे तो एमाने कौन करथिले ना एमाने टैक्स दोथले काहाकू काहाकू रे ब्रिटिश ईआईसी को माने टैक्स दोथले हला तो किंतु कथा हला एठी कथा उठुची कोन देख तो तमे भाबुथिबो सर यदि एमिति घटना घटिला माने कर जमीदार माने कांगाल हे गले तो पिजेंट्स माने एते पैसा कलेक्शन हैला तो ठीक अछि एते घटना जो घटिला माने शोषण हैला तमा जमी ब्रिटिश ईस्ट इंडिया कंपनी तो बहुत लाभवान होवा कथा माने माने ब्रिटिश ईस्ट इंडिया कंपनी जदि एते पैसा मानकु लुंठन करके आनुची जमी जो ये लोक मानकठु एते हाई टैक्स लगौची तो ब्रिटिश ईस्ट इंडिया कंपनी तो माले माले जावा कथा बहुत पैसा आसी जावा कथा किंतु कथा सेमिति होने नथिला किंतु सेमिति कंडीशन सेमिति नथिला ब्रिटिश ईस्ट इंडिया कंपनी ग्रेजुअली बिकमिंग व्हाट बिकमिंग माने कोन जोटा कहू जदी बैंकक्रप्ट टाइप रे एबिन तांकर शेयर होल्डर जो माने कंपनी जो माने शेयर होल्डर जो माने पैसा इन्वेस्टमेंट करथिले तांको भी पे बैक करि परनथिला तांकर डिविडेंड जति कि सेटा भी पे बैक करि परनथिला तो ब्रिटिश रे ईस्ट इंडिया कंपनी हालत भी खराब ताले कथा एमिति काहे केला पैसा तो सेमान को आसुची आसी तो कोड जाउ थाले तो कथा होची कोन कि रैम्पांट करप्शन करप्ट हाई लेवल रो करप्शन ऑफिसर जते करथिले ब्रिटिश ईस्ट इंडिया कंपनी रे सेमान सो माले माल ना ब्रिटिश इंडिया कंपनी रो अकाउंट को पैसा आसुची ना कोन होची किंतु ई रास्ता रे बाय प्रोसेस रे ऑफिसर सो चाकरी करछंती सेमान सब माले माल किंतु ना ब्रिटिश ईस्ट इंडिया कंपनी रो पैसा अछि ना जोरे पिजेंट्स मान पाखरे पड़ी एमान को अवस्था करा गले ब्रिटिश ईस्ट इंडिया कंपनी रो हालत भी खराब एबला कंडीशन से हला आई जो करप्शन हम कहूचे सब काटू सिकिछन कि हम लोक मान सब एमान ना ब्रिटिश ऑफिसर मान हला तेणु ये कौन होता है लिखी देता गोटे पॉइंट ये जे ब्रिटिश ईस्ट इंडिया कंपनी जे ब्रिटिश ईस्ट इंडिया कंपनी वाज अनेबल टू पे एते कंडीशन है कि लेख बट कंडीशन ऑफ ब्रिटिश कंपनी वाज नॉट गुड ब्रिटिश ईआईसी कंडीशन वाज नॉट गुड कंडीशन वाज नॉट गुड ड्यू टू कौन ड्यू टू करप्शन due to corruption of its officers है तो ये कौन है ना एमती कंडीशंस आसुला ब्रिटिश ईएस was unable to pay the shareholders the expected amount of a dividend लिखी दियो ब्रिटिश इट लिखियो the British EIC was unable to कौन करे British EIC was unable to pay
the shareholder the expected amount of dividend the shareholder कौन shareholder the expect एटा आता पर लिखो the expect एट लिखो एक जोट लिखो मो जगह मन बोले मैं लिखो the expected amount of dividend okay the expected amount of a dividend तो ये unable to pay the expected amount of a dividend तांको ताकर जो dividend भी तांकर जो profit भी तांको शेयर कर पार नथले तो ये भला जो परिस्थिति उपजिला तो प्रॉब्लम हैला तो भाईनी पड़ला जे करबा कोन तो वर्तमान टाइमलाइन देखिबा कोन कोन हैला देखो टाइमलाइन वर्तमान हम देखिबा जे तो टाइमलाइन कोन हैला देखो जे जदी हम देखिबा जे टाणीबा हम लाइन टाणीबा तो कोन हैला 1765 रे 1765 रे एमानु को मिलला दीवानी राइट्स मिलला दीवानी राइट्स मिलला हैला एमानु दीवानी राइट्स मिलला काहू करे ब्रिटिश ईस्ट इंडिया कंपनी को 1770 रे फेमिनी पड़ला 1770 कोन लागे रे फेमिन 1770 रे फेमिन पड़ला 1771 रे कोन हैला 1771 कोन लागे रे 1771 रे वारेन हेस्टिंग्स वाज अपॉइंटेड टू बी द गवर्नर ऑफ कलकत्ता प्रेसिडेंसी हैला वारेन हेस्टिंग्स ए बुझी पालो तो एते दिन पर काहे गेला वारेन हेस्टिंग्स वाज अपॉइंटेड to be the governor of Calcutta presidency to be the governor of Calcutta presidency Calcutta presidency ओके एवं हला पर ये स्टार्ट कर लैंड रेवेन्यू सिस्टम स्टार्ट कर कोन कोन सिस्टम से करे त 1772 रे कोन हला रे हला इजरेदारी सिस्टम फर्स्ट लागला कोन इजरेदारी सिस्टम बुझेला इजरेदारी सिस्टम तो इजरेदारी सिस्टम रे कोन कोन सब कहला देखो इजरेदारी सिस्टम रे कहला जे लैंड सेटलमेंट हबो जे कहले जे वर्तमान कोन करबा ना 5 वर्ष पई कोन करबे कि इजरेदारी सिस्टम रे कोन रखा हला कहला एमान कहले वर्तमान एमिते कंडीशन रखले हबनी हमकु एथरे कोन रिवैम्प करैक पड़िबो वी नीड टू रिवैम्प द स्ट्रक्चर नाउ स्ट्रक्चर की चेंजेस आने पड़े है तेणु मैंने कौन कले ना कहले आम कौन करवा ना लैंड को 5 वर्ष ऑक्शन करवा जे हाईएस्ट बिल्डर हम ताको हम 5 वर्ष लैंड देदबा इजरेदारी सिस्टम रे कहला जे लैंड सेटलमेंट मतलब जो लैंड सेटलमेंट हम वाज डन फॉर 5 इयर्स बेस्ड ऑन ऑक्शन जे अधिका बिल्डर्स हो ताको लैंड मिलियो हैला एथरे कोन हो तो राइट ऑफ कलेक्टिंग रेवेन्यू ऑफ ए पर्टिकुलर एरिया वाज ऑक्शन टू द हाईएस्ट बिल्डर आर मतलब है जे जो गोटे पर्टिकुलर एरिया रो रेवेन्यू कलेक्शन दायित्व ताकू दिया हबो जे ऑक्शन रे बिडिंग हाईएस्ट रखिथिबो ताकू दिया गेला ऑक्शन हे गेला बुझियो छी तो तापर कोन हला एमती हवा द्वारा कोन हला ना मने करो जो गोटे एरिया रो लैंड जड़े किछ लोक को मिलला किछ लोक को मिलला मने करो गोटे लोक को मिलला जे गोटे लैंड रो हाईएस्ट बिल्डर को दिया हबो आ जे हाईएस्ट बिडिंग करबो लोक माने जमीदारी पाइबा आशा रे ऑक्शन रे जितिबा आशा रे जते पॉसिबल हाई रखले रेट पूरा हाई रखला परे तो रेवेन्यू तो मन बहुत बढ़िया कलेक्शन हला किंतु जे मन कर हाई रखी छी जमीदार मन जो पैसा देकी ए एरिया रो जमीदारीटा नै छी तो से कोन हबो अरे से पूरा से चाहे माने मोर केते अधिक प्रॉफिट जेमिति हो तेणु से पिजेंट मानकर कंडीशन भल अछि खराब अछि से मान देई परिबे न देई परिबे से थोड़ी था मनेबो कारण हेई समय देखियो काफी नोवेल लिखाई छी हमर 6 मान 8 गुंठ हला ये हला जो काफी नोवेल देखियो सोई जमीदारी सिस्टम ऊपर नै कि से समय राइटर माने सब नोवेल लिखिछन गुडाय जमीदारी सिस्टम रो उत्पीड़न को नै कि भाई सब जो एट्रोसिटी जेइतला ए समय ए सब जो हरासमेंट करा हितला ऑल दोस थिंग्स दे हैव रिटन इन देयर नॉवेल्स आगु नै कि होती कारण एई सब इजरेदारी सिस्टम कर दलो भाई तमे तो तुम पैसा नै तुम बसी गलो किंतु एठी बन्या हे गला एठी पंडी हेलानी फसल मरी गला कि कोन विभिन्न प्रॉब्लम जो होजी एग्रीकल्चर रिलेटेड तमर कि जानिबार नै
ଏଠି ତମେ ଯୋଉ ଜମିଦାର ମାନଙ୍କର ପଇସା ଅଧିକ ଅକ୍ସନରେ ଯେତିକି ଏଟା ନେଇଛି ଜମିଦାର ଏଟା ନେଇଛି ସେ ଥୋଡି ଏମାନଙ୍କୁ ଯାଇକି କହିବ ଯେ ତମର ପ୍ରୋବ୍ଲେମ ହେଇଛି ମତେ ପଇସା ଦରକାର ଭାଇ ମୁଁ ପଇସା ଦେଇକି ନେଇଛି ମତେ ପଇସା ଦରକାର ତମେ ଯୋଉଠୁ ଆଣିକି ଦିଅ ମୁଁ ଜାଣିନି ତ କଣ୍ଡିସନ ଆହୁରି ଖରାପ ହବାକୁ ଲାଗିଲା ବୁଝୁଛ ନା ତାପରେ ୱାରେନ୍ ହେଷ୍ଟିଙ୍ଗ୍ସ କଣ କଲେ ସତର ଦେଖିଲେ ସତର ଏମିତି ପ୍ରୋବ୍ଲେମ ହଉଛି 5 ବର୍ଷିଆ କଲେନି କହିଲେ ନାଇଁ ଗୋଟେ କାମ କରିବା 5 ବର୍ଷ ଜାଗାରେ 1 ବର୍ଷିଆ କରିଦବା ଗୋଟେ ବର୍ଷ ପାଇଁ ବିଡିଂ ହବ ପ୍ରତିବର୍ଷ ବିଡିଂ ହବ ତେଣୁ ଏଇଟା ବି କଲେ ହେଲା କିନ୍ତୁ ଆର କିଛି ସୁଫଳ ମିଳିପାରିଲାନି ତେଣୁ ସେଇଟା ଟିକେ ଟିକେ ଲେଖିଦେଇଥାଅ କଣ କଣ ଇଜେଦାରୀ ସିଷ୍ଟମ ମାନେ କରିଥିଲେ ପ୍ରଥମେ ଇଜେରେଦାରୀ ସିଷ୍ଟମ ହେଲା ଇଜେରେଦାରୀ ସିଷ୍ଟମ ଇଜେରେଦାରୀ ସିଷ୍ଟମ ଇଜେରେଦାରୀ ସିଷ୍ଟମରେ କଣ କରାଯିବ ଦେଖ ଇଜେରେଦାରୀ ସିଷ୍ଟମ ଇଜେରେଦାରୀ ସିଷ୍ଟମ ଓକେ ଏଥିରେ କଣ କରାହେଲା ଦେଖ ଏଥିରେ ପ୍ରଥମେ ସେମାନେ ରଖିଲେ ଯେ କଣ ନା ଏମାନେ ଗୋଟେ ପଏଣ୍ଟ ରଖିଲେ ଏଥିରେ ଯେ କଣ ନା କରିବା ନା ଏମାନେ କଣ ରଖିଲେ ନା ପ୍ରଥମେ ରଖିଲେ ଲ୍ୟାଣ୍ଡ ସେଟଲମେଣ୍ଟ ଇଜ ଡନ୍ ଫର 5 years ବେସ୍ଡ ଅନ୍ ଅକ୍ସନ ହେଲା ଲ୍ୟାଣ୍ଡ ସେଟଲମେଣ୍ଟ was done for 5 years 5 years ହେଲା based on auction ବୁଝିଲା ତାପରେ ପଏଣ୍ଟ ମାନେ ଆଉ ଗୋଟେ ରଖିଲେ କଣ ନା ରାଇଟ୍ ଅଫ୍ କଲେକ୍ଟିଂ ରେଭିନ୍ୟୁ ଅଫ ଏ पर्टिकुलर एरिया was auctioned to the highest bidder ହେଲା right of collecting revenue of a particular area was auctioned to the highest bidder ହେଲା ଦେଖିଲେ ଏଇଟା ବି କାମ କରୁନି ପ୍ରୋବ୍ଲେମ ହଉଛି ତେଣୁ 1777 ରେ ଏଇଟା କେତେ ହେଇଥିଲା କି ରେ 1772 ରେ ଏଇଟା ହେଇଥିଲା 1700 କେତେ 72 ରେ ପୁଣି 1777 ରେ ମାନେ କଣ କଲେ ଏଟାକୁ ଚେଞ୍ଜ କରିଦେଲେ ୱାରେନ୍ ହେଷ୍ଟିଙ୍ଗ୍ସ made it 1 year instead of 5 year ୱାରେନ୍ ହେଷ୍ଟିଙ୍ଗ୍ସ made it 1 year instead of 5 years 5 year ପରିବର୍ତ୍ତେ ସେଟା କଣ କଲେ 1 year କଲେ ହେଲା 5 year ପରିବର୍ତ୍ତେ 1 year କରିଦେଲେ ତେଣୁ ଦେଖିଲେ ଏଥିରେ କିଛି ସଫଳ ହଉନାହାନ୍ତି ଏମାନଙ୍କୁ ଏଥିରେ ବି କିଛି ପ୍ରଫିଟ୍ ମିଳିଲାନି ତେଣୁ ସେଇଟାକୁ ଚେଞ୍ଜ କରିକି ବର୍ତ୍ତମାନ କଣ କରିବାକୁ ଚେଷ୍ଟା କଲେ ନା ବର୍ତ୍ତମାନ ଆସିଗଲା କେତେ ଆପରେ ଏମାନେ କହିଲେ ଏମିତି ତ କିଛି କାମ ହଉନି ଏଥିରେ ବି କୃଷକ ମାନଙ୍କର ଅବସ୍ଥା ଖରାପ ହେଲାଣି ପିଜେଣ୍ଟସ୍ ମାନଙ୍କର ଅବସ୍ଥା ଖରାପ ହେଲାଣି ତ ଏମିତି କିଛି ହେଇପାରୁନି କଣ କରିବା ତେଣୁ ଏମାନେ ଗୋଟେ ପ୍ଲାନ୍ କଲେ ଯେ 1793 ମସିହାରେ ଇଏ ହେଲା 1777 ମସିହାର କଥା ତାପରେ ଏମିତି ଚାଲିଲା 77 78 79 80 91 92 ଏମିତି 93 ମସିହା ବେଳକୁ ସେମାନେ କଣ କଲେ ନା ଗୋଟେ ନୂଆ ନିୟମ ପ୍ରଣୟନ କରିବାକୁ ଚେଷ୍ଟା କଲେ ନା ଏମିତି ହଉନି ବର୍ତ୍ତମାନ କିଛି କଣ୍ଡିସନ ଭଲ ହଉନି ବର୍ତ୍ତମାନ ଆମେ କଣ କରିବା ନା ପରମାନେଣ୍ଟ ସେଟଲମେଣ୍ଟ କରିବା ଚିରସ୍ଥାୟୀ ବନ୍ଦୋବସ୍ତ ଯୋଉଟା ଆମେ କହୁଛେ ପରମାନେଣ୍ଟ ସେଟଲମେଣ୍ଟ ଓଡ଼ିଆରେ ଯୋଉମାନେ ପଢିଥିବ ଚିରସ୍ଥାୟୀ ବନ୍ଦୋବସ୍ତ ତ ପରମାନେଣ୍ଟ ସେଟଲମେଣ୍ଟ 1793 ମସିହାରେ ହେଲା ଏମାନେ କଣ କରାହେଲା ଯେ ଏମାନଙ୍କୁ କୁହାଗଲା ଯେ ବର୍ତ୍ତମାନ ଆମେ କଣ କରିବା ଯୋଉ ପ୍ରୋବ୍ଲେମ ସବୁ ହଉଛି ମନେକର ତମେ କିଛି ଇନଭେଷ୍ଟମେଣ୍ଟ କରିପାରୁନ କିଛି ଗୋଟେ ଇନଭେଷ୍ଟମେଣ୍ଟ ତମେ କରିପାରୁନ କଣ ମାନେ ଜମିରେ କେତେ କାରଣ ଜମିରେ ତ ଇନଭେଷ୍ଟମେଣ୍ଟ ଦରକାର ନା ଜମିକୁ କମଣି କରିବା ଦରକାର ତାର ଫର୍ଟିଲିଟି ବଢିବା ପାଇଁ କାମ ହବା ଦରକାର ଇନଭେଷ୍ଟମେଣ୍ଟ ଦରକାର ଫିଲ୍ଡରେ ସେଗୁଡ଼ା ନହେଲେ କେମିତି ହବ ତେଣୁ ତାକୁ ଆଖି ଆଗରେ ରଖିକି ସେମାନେ କଣ କଲେ କହିଲେ ଯେ ବର୍ତ୍ତମାନ ଆମେ ଯେହେତୁ ଅକ୍ସନ କରୁଛେ ଯିଏ ଅକ୍ସନରେ ଜିତିଛି ସିଏ କହୁଛି ମୁଁ ନା ଏଇ ବର୍ଷ ଗୋଟେ ବର୍ଷ ମୋ ପାଖରେ ଅଛି ଆର ବର୍ଷକୁ ମୁଁ ହୁଏତ ଜିତିବି କି ନାହିଁ ଆଉ କାହା ପାଖରେ ମୁଁ କାହିଁକି ଜମିର ଯତ୍ନ ନେବି ଏମାନଙ୍କର ଯୋଉ ମେନ୍ ଇଣ୍ଟେନସନ ରହିଲା ଏ କହିଲେ ମନେକର ଜମି ମୁଁ ଅକ୍ସନରେ ନେଇଛି ଗୋଟେ ବର୍ଷ ପାଇଁ ତ ଗୋଟେ ବର୍ଷରେ ମୁଁ ମୋ ଅଛି ତ ଗୋଟେ ବର୍ଷ ମତେ ଯେତିକି ମିଳିଲା ତା ପର ବର୍ଷ ମୋ ପାଖରେ ଜମି ରହିବ କି ନାହିଁ ମୁଁ ଜାଣିନି ତ ମୁଁ କଣ ପାଇଁ ଜମିରେ ଇନଭେଷ୍ଟମେଣ୍ଟ କରିବି
ब्रिटिश ମାନେ ଭାବିଲେ ଯେ ଆମେ କଣ କରିବା ଯଦି ଆମେ ପର୍ମାନେଣ୍ଟଲି ଜମିଦାରୀ କିଛି ଲୋକଙ୍କୁ ଦେଇଦବା ସେମାନେ ଜମିଦାର ମନେକର ଆମେ କଣ କରିବା ନା ପର୍ମାନେଣ୍ଟଲି ଜମିଦାରୀ ଦେଇଦବା ସେ ପୁରା ତାର ମାଲିକ ବନିବେ ତାଙ୍କର ହେରିଡିଟାରୀ ମାନେ ସିଏ ତାଙ୍କ ପୁଅ ଏମିତି କଣ ହେରିଡିଟାରୀ ରାଇଟ୍ସ ରହିବ ତେଣୁ ତାଙ୍କର ଓନରସିପ ରହିଲା ତାଙ୍କର ଯୋଉ ଓନରସିପ ରହିବ ସେମାନେ ନୋ ଡାଉଟ୍ କଣ କରିବେ ଆଉ ନିଜର ଜିନିଷ ରହିଲା ନିଜ ଜମିକୁ କେହି ଏମିତି ମାନେ ଖରାପ କରିଦବନି ତାପରେ ନୋ ଡାଉଟ୍ ସେମାନେ ଇନଭେଷ୍ଟମେଣ୍ଟ କରିବେ ତେଣୁ ଏ ଇଣ୍ଟେନସନ ରଖିକି ସେଥିପାଇଁ ଯେହେତୁ ପର୍ମାନେଣ୍ଟଲି ଜମି ତାଙ୍କୁ ଦିଆ ହେଇଗଲା ତେଣୁ କହିଲା ଚିରସ୍ଥାୟୀ ବନ୍ଦୋବସ୍ତ ଦ୍ୟାଟ୍ ଇଜ ପର୍ମାନେଣ୍ଟ ସେଟଲମେଣ୍ଟ ବୁଝିଲା ତେଣୁ ଏଇ ଜିନିଷ ଆମେ ପଢିବା କମିଂ କ୍ଲାସରେ ପର୍ମାନେଣ୍ଟ ସେଟଲମେଣ୍ଟ 1793 ମସିହା ପର୍ମାନେଣ୍ଟ ସେଟଲମେଣ୍ଟ ଆକ୍ଟ 1793 ମସିହାରେ ସେଥିରେ କଣ କଣ ସବୁ ସିଷ୍ଟମ ସେମାନେ ବନେଇଲେ ତା ବିଷୟରେ କି ଯାହା ଯାହା ଅଛି ସବୁ ଆପରେ ରାଇତରୀ ସିଷ୍ଟମ ତାପରେ ପୁଣି ମହଲାରୀ ସିଷ୍ଟମ ସବୁ ସିଷ୍ଟମ ବିଷୟରେ ଦେଖିବା ହେଲା ବର୍ତ୍ତମାନ ଏଗୁଡା ସବୁ ଲ୍ୟାଣ୍ଡ ଟର୍ନର ସିଷ୍ଟମ ଷ୍ଟାର୍ଟ ହଉଛି ଏଗୁଡାକ ଦେଖ ଇଭିନ୍ ଆମର ସୋସିଓଲୋଜିରେ ବି ଅଛି ଏଗୁଡା सोशियोलॉजी में इंडियन एग्रीकल्चर पेपर 2 रे में पढ़िबा एक एग्रारियन सोसाइटी सेते बेले एगुडा सब अछि हिस्टोरिकल डेवलपमेंट रे केमति कोन हेतला माने लैंड टेंडर सिस्टम रे एगुडा सब पढ़ाओ सेते बेले एगुडा ये तो सेम जिंसडा हेति भी दरकार है कोन जे माने सोशियोलॉजी ऑप्शनल नबो सोशियोलॉजी ऑप्शनल रे एगुडा अछि सब जे माने सोशियोलॉजी पेपर 2 रे हमर जो अछि सिलेबस लैंड टेंडर सिस्टम ए एग्रारियन सोसाइटी इंडियन एग्रारियन सोसाइटी सेति बेल को ए चैप्टर से जिंसडा भी अछि गोटे गोटे टॉपिक अछि जे हिस्टोरिकल डेवलपमेंट ऑफ लैंड टेंडर सिस्टम सेते एगुडा सब पढ़ा बुझिछ न तो एडा खाली तुम भाबनी त जीएस ପାଇଁ पढुछ सेते भी दरकार होछ एठी तुम्हार बहुत इंपोर्टेंट सब अछि हैला तो भल भाव बुझी पढ़ जी पढ़ा हो बुझी रिवाइज करके चलो परफेक्ट मॉडर्न इंडिया सरला बेलू सब जिन परफेक्टली आखि आगे थी और जी पढ़ा से रिलेटेड एमसीक्यू सॉल्व करने स्टार्ट कर तुम बहुत टाइम अच्छी यू नीड टू सॉल्व द एमसीक्यूज बुझिला ठीक अच्छे यदि किसी डाउट्स अच्छे मत पचार है ये हम क्लास वाइंड अप करवा कमिंग क्लास रे पुणी पढ़िबा कोन परमानेंट सेटलमेंट हां परमानेंट सेटलमेंट को सर बक्सर जुद्ध पर कोन दिवानी राइट्स मिल गला तापर बुझी पारलिनी